ଲେଖି ସାର ତାର ବୁଝେଇଦେମି ହେଲା। ନର୍ଥ ୱେଷ୍ଟ ପ୍ଲାଟୁ ମାନେ ଜାଣିପାରୁଛ ତ? ଏଇଟା ଯଦି ଓଡିଶା ହୁଏ, ଏଇଟା ଇଷ୍ଟ, ଏଇଟା ୱେଷ୍ଟ, ତାମାନେ ଏଇ ରିଜିଅନ ରେ। ଏଇ ରିଜିଅନ କୋଉ ସ୍ମେଲ ଦେଖା ପଡିବ? ରେଡ୍ ଆଣ୍ଡ ୟେଲୋ। ଆର୍ ଆଣ୍ଡ ୱାଇ ଲେଖ। ତାପରେ ନର୍ଥ ସେଣ୍ଟ୍ରାଲ ପ୍ଲାଟୁ ଲେଖି ସାର, ତାପରେ ମୁଁ କହିଦେବି କେମିତି ମନେ ରଖିବ। ନର୍ଥ ସେଣ୍ଟ୍ରାଲ ପ୍ଲାଟୁ ରେ ରେଡ୍ ଲୋମି ବାଲି ଦେଖା ପଡେ, ସେଥିପାଇଁ ସେଟା ଅଧିକା କଣ ହୁଏ, କଣ ଏଟା କୁହନ୍ତୁ, ବାଦାମ ଚାଷ। ତାପରେ ନର୍ଥ ଇଷ୍ଟର୍ନ କୋଷ୍ଟାଲ ପ୍ଲାଟୁ, ନର୍ଥ ଇଷ୍ଟ କୋଷ୍ଟାଲ ପ୍ଲାଟୁ, ଏଇଟା କାହିଁକି ନା କେହି ଜାଣିନାହାନ୍ତି, ବାସ୍ ଗଭର୍ଣ୍ଣମେଣ୍ଟ ଡିଭିଜନ କରି ତମକୁ ଘୋଷିବାକୁ ବାଧ୍ୟ। ଏଠି କଣ ଆଲୁଭିଆଲ ସଏଲ। ତାପରେ ଇଷ୍ଟ ଆଣ୍ଡ ସାଉଥ ଇଷ୍ଟର୍ନ ପ୍ଲାଟୁ, ଏଠି କଣ କୋଷ୍ଟାଲ ଆଲୁଭିଆଲ ସାଲାଇନ, ଯୋଉ କହିଥିଲି ଯୋଉ ସଏଲ ଟା ଆଲୁଭିଆଲ ସାଲାଇନ। ତାପରେ ନର୍ଥ ଇଷ୍ଟର୍ନ ଘାଟ, କେତେଟା ଗଲା, 4। ନର୍ଥ ଇଷ୍ଟର୍ନ ଘାଟ, ଏଠି କଣ ଦେଖା ପଡେ, ଲାଟରାଇଟ। ନର୍ଥ ଇଷ୍ଟର୍ନ ଘାଟ ଜାଣିପାରୁଛ ତ, ଏଇ ରିଜିଅନ ଲା ନର୍ଥ ଇଷ୍ଟର୍ନ, ଏଇ ରିଜିଅନ ସେ ମୟୂରଭଞ୍ଜ ଆଉ କେଉଁଝର କହିଲେ ନା ଲାଟରାଇଟ ସଏଲ। ଆଜ୍ଞା ସାର୍। ଆଜ୍ଞା ଆଜ୍ଞା। ନର୍ଥ ଇଷ୍ଟ, ତାପରେ ଲେଖ ଇଷ୍ଟର୍ନ ଘାଟ ହାଇଲାଣ୍ଡ, ଇଷ୍ଟର୍ନ ଘାଟ ହାଇଲାଣ୍ଡ, ଏଠି କଣ ରେଡ୍ ଆଣ୍ଡ ବ୍ରାଉନ, ଖାଲି ରେଡ୍ ଲେଖ। ଏଇଠି ତାପରେ ଜାଣିପାରିବ କେତେ ଜାଗା ରେଡ୍ ମିଳୁଛି। ତାପରେ ସାଉଥ ଇଷ୍ଟର୍ନ ଘାଟ, ଏଇଠି ଲେଖ ରେଡ୍ ଆଉ ହେଲା ରେଡ୍ ପ୍ଲସ ୟେଲୋ, ରେଡ୍ ଆଉ ଆର୍ ଆଣ୍ଡ ୱାଇ, କେତେଟା ଗଲା, ସାଉଥ ଇଷ୍ଟ ଘାଟ ଗଲା। ତାପରେ ହେଲା ୱେଷ୍ଟର୍ନ ଅଣ୍ଡୁଲେଟିଂ, ଆରେ କିଏ କାହାର ଗୀତ ଅଛି ବ୍ୟାକଗ୍ରାଉଣ୍ଡ ରେ, ବନ୍ଦ କଲ। ତାର ତ ବାଜୁନି। ବ୍ଲାକ୍ ରେଡ୍, ରେଡ୍ ଆଣ୍ଡ ବ୍ଲାକ୍। ତାପରେ ୱେଷ୍ଟ କଣ ଗୋଟେ କୁହନ୍ତୁ, ୱେଷ୍ଟ ସେଣ୍ଟ୍ରାଲ ଟେବୁଲ ଲ୍ୟାଣ୍ଡ, ୱେଷ୍ଟ ସେଣ୍ଟ୍ରାଲ ଟେବୁଲ ଲ୍ୟାଣ୍ଡ, ଏଠି ସେ ରେଡ୍। ତାପରେ ମିଡ ସେଣ୍ଟ୍ରାଲ ଟେବୁଲ ଲ୍ୟାଣ୍ଡ, ରେଡ୍ ପ୍ଲସ ଲାଟରାଇଟ। ଏତିକି ହେଲା 10ଟା ସାରା ହେଲା। ସେଇ ଭିତରେ ଦେଖ ଲେଖି ସାରିଲ ନା ନାଇଁ? ଆଜ୍ଞା ସାର୍। ଦେଖ ଦେଖ, ପ୍ଲାଟୁରେ ଏତିକି ମନେ ରଖ, ପ୍ଲାଟୁରେ କେତେଟା, 4ଟା ହେଲା। ତାପରେ ଏଇ ଦେଖ ସେଣ୍ଟ୍ରାଲ ଟେବୁଲ ଲ୍ୟାଣ୍ଡ, ଟେବୁଲ ଲ୍ୟାଣ୍ଡ ଲେଖା ହେଇଛି ନା, ଟେବୁଲ ଲ୍ୟାଣ୍ଡ ର କେତେଟା, ଫାଷ୍ଟ ଯୋଉ ଦେଖେଇଥିଲି ମୁଁ ତମକୁ ଟେବୁଲ ଲ୍ୟାଣ୍ଡ, ଯୋଉ କଣ ଏଟା ଛଟନାପୁର ପ୍ଲାଟୁ କରିକି 4 ହଁ 2 ହଁ 6 ଗଲେ। ଟେବୁଲ ଲ୍ୟାଣ୍ଡ। ତାପରେ ଆଜ୍ଞା ଇଷ୍ଟର୍ନ ଘାଟ, ଇଷ୍ଟର୍ନ ଘାଟ, ଇଷ୍ଟର୍ନ ଘାଟ, ତାପରେ ୱେଷ୍ଟର୍ନ ଅଣ୍ଡୁଲେଟିଂ, ତାପରେ ଇଷ୍ଟର୍ନ ଘାଟ ର କେତେଟା, 3ଟା, 4 3 7 2 9, ଏଇଟା ହେଲା ଗୋଟେ, ଟୋଟାଲ ହେଲା 10ଟା। ବୁଝିପାରିଲ ନା ନାଇଁ? ଆଜ୍ଞା। ଦେଖ ଫାଷ୍ଟ ମନେ ରଖିବ, ପ୍ଲାଟୁର ହେଲା 4ଟା, ତାପରେ ଟେବୁଲ ଲ୍ୟାଣ୍ଡ ହେଲା 2ଟା, ତାପରେ ଇଷ୍ଟର୍ନ ଘାଟ ହେଲା 3ଟା, 4 3 2, ଏଇ ସିକ୍ୱେନ୍ସ ରେ ମନେ ରଖ, ପ୍ଲାଟୁର ହେଲା 4, ଇଷ୍ଟର୍ନ ଘାଟ ହେଲା 3, ଟେବୁଲ ଲ୍ୟାଣ୍ଡ ହେଲା 2, ଆଉ ୱେଷ୍ଟର୍ନ ଅଣ୍ଡୁଲେଟିଂ ହେଲା ଗୋଟେ। ସେତିକି ଫାଷ୍ଟ ମନେ ରହିଲା ନା ନାଇଁ? ଆଜ୍ଞା। ଆରେ କଣ କହୁଛ? ହଁ ସାର୍। ତାପରେ ଦେଖ ପ୍ଲାଟୁରେ 4ଟା ନା ନାଇଁ? ତ ଆଜ୍ଞା ଫାଷ୍ଟ ମନେ ରଖିବ କଣ, ନର୍ଥ ଇଷ୍ଟ ନର୍ଥ ୱେଷ୍ଟ 2ଟା ଗଲା। ଆଜ୍ଞା। ତାପରେ ସାଉଥ ଇଷ୍ଟ ନର୍ଥ ସେଣ୍ଟ୍ରାଲ, ବାସ୍ ଏଇଟା ହେଲା 4ଟା। ଦେଖ ନର୍ଥ ଇଷ୍ଟ ନର୍ଥ ୱେଷ୍ଟ, ତାପରେ ସାଉଥ ଇଷ୍ଟ ଆଉ ନର୍ଥ ନର୍ଥ ଇଷ୍ଟ ହବା କଥା, ନର୍ଥ ଇଷ୍ଟ ଅଲରେଡି ଯାଇଛି। ଦେଖ ସାଉଥ ଇଷ୍ଟ ତାପରେ ସାଉଥ ୱେଷ୍ଟ ହବା କଥା ନା ନାଇଁ, ଏଟା ଖାଲି ନର୍ଥ ସେଣ୍ଟ୍ରାଲ ବୋଲି ମନେ ରଖିଦବ। ବୁଝିଲ? ଆଜ୍ଞା ଆଜ୍ଞା। ତାମାନେ ପ୍ଲାଟୁର ହେଲା 4ଟା, ନର୍ଥ ଇଷ୍ଟ ନର୍ଥ ୱେଷ୍ଟ ନର୍ଥ ୱେଷ୍ଟ, ସାଉଥ ଇଷ୍ଟ ସାଉଥ ଇଷ୍ଟ, ନର୍ଥ ସାଉଥ ସେଣ୍ଟ୍ରାଲ। ଇଷ୍ଟ। ନହେଲେ ଯଦି ଏଇ ସିକ୍ୱେନ୍ସରେ ମନେ ରଖିବ, ଏଇ ସିକ୍ୱେନ୍ସରେ ମନେ ରଖିବ, ନର୍ଥ ଇଷ୍ଟ ତାପରେ ନର୍ଥ ସେଣ୍ଟ୍ରାଲ
तापर नॉर्थ वेस्ट तो नॉर्थ सरीगले तापर आइला साउथ ईस्ट हला आज्ञा तम इच्छा जो सीक्वेंस रे मन रखियो ईस्ट वेस्ट मझरे सेंट्रल ना नहीं आज्ञा तो नॉर्थ ईस्ट नॉर्थ वेस्ट मझरे हला सेंट्रल तीनटा नॉर्थ पड़ेला गोटे रहला साउथ ईस्ट ए चारटा हला प्लाटू रो तेणु प्लाटू जहा ही पड़ला नॉर्थ वेस्ट प्लाटू नॉर्थ सेंट्रल प्लाटू नॉर्थ ईस्ट प्लाटू साउथ ईस्ट प्लाटू हला आज्ञा तापर तीन ले क्या आसला हाई ईस्टर्न घाट देखो गोटे इटसेल्फ ईस्टर्न घाट गोटे नॉर्थ ईस्ट गोटे साउथ ईस्ट खत्म ना नहीं आज्ञा नॉर्थ ईस्ट साउथ ईस्ट इटसेल्फ गोटे ईस्टर्न सरीगला नहीं तीन आज्ञा तेणु 4 3 7 सरीले वेस्टर्न अंडुलेटिंग ऑलरेडी सरथिला 8टा सरीला और 2टा रहला नहीं आज्ञा टेबुल लैंड टा केवल मन रखियो वेस्ट और मिड बा वेस्ट और सेंट्रल सरीला बसटा सारा बुझि पाइलो आज्ञा देखो आ थोर कहूँ भल से रिकॉल करा ट्राई करो फास्ट है प्लाटू प्लाटू केतरा 4टा ईस्टर्न घाट रो केतरा 3टा तीनटा टेबुल लैंड रो केतरा 2टा दुईटा वेस्टर्न अपलैंड सेटा कहते बा रोलिंग प्लाटू कहते से हला गोटे तेणु एटा छाड़ी दियो गोटे चारि ये फास्ट कौन स्टार्ट हो नॉर्थ ईस्ट नॉर्थ वेस्ट मध्य नॉर्थ सेंट्रल साउथ ईस्ट सेंटर ईस्टर्न घाट कौन हम ईस्टर्न घाट इटसेल्फ गोटे तापर नॉर्थ ईस्ट गोटे आ गोटे नॉर्थ वेस्ट बा नॉर्थ सेंट्रल ना कौन नॉर्थ ईस्ट साउथ ईस्ट हला साउथ ईस्ट नॉर्थ ईस्ट हो साउथ ईस्ट साउथ ईस्ट टेबुल लैंड रो वेस्ट और सेंट्रल सेंटर हला सेंटर मेक्सिको आज्ञा ए अनुसार मन रखियो ए अनुसार 10टा सारा मन रखिया रखियो आउ जो सॉइल टा मन इच्छा जहाँ लिखले भी ठीक मैं 100% श्योर सॉइल के क्वेश्चन पचारिबेन बुझिलो आज्ञा आज्ञा केवल गोटिए क्वेश्चन तैयारी परिबो सेटा हला लैटराइट सॉइल नॉर्थ ईस्ट घाट आ कोउथरे भी क्वेश्चन तैयारी परिबोनी आ गोटे हला आलुवेल सलाइन ए दीटा हला यूनिक आ जोउथरे देखो सब रेड 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 थिबो सेटा रेड टा कोन सबटु बड सॉइल हला तेणु रेड तो जोटा पचारे आंसर हो तेणु से केही पचारिबोनी पचारियो कोटा ईस्ट आ जदी आलुवेल पचारलो ओबियली ईस्टर्न कोस्ट हमर ना नहीं तेणु साउथ ईस्ट कि ईस्टर्न कोस्ट तो आलुवेल सॉइल देखा पड़ियो तो मन रही जो तापर जदी लैटराइट पचारला लैटराइट ओबियसली नॉर्थ ईस्ट केउंसर कथा मन रखो तो नॉर्थ ईस्ट मन रही जो बुझिलो आज्ञा बुझि पाइलो तो अरे बुझिला ना कार कोन डाउट ना सर ठीक है तापर आउ कोन अछि जा कहला आगे स्टे लास्ट को मानसून और से क्लाइमेट कहमी हला ओडिसा स्टेट ट्री कोन साल प्रबल ज्ञान तमर छी 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 पढ़ा पढ़ी छाड़ी दियो कदम्ब ଅଶ୍ୱସ୍ଥ कौन माने ओडिसा स्टेट ट्री भी जानो कदम गछ बोली सर नयर स्टेट रे अस्वस्थ गछ हाँ हाँ कौन अच्छी ओस्त गछ आज्ञा रुह रुह नयर स्टेट रे कौन अछि ओस्त गछ नहीं कौन एटा वाइल्ड लाइफ डिवीजन एटा हला गवर्नमेंट ऑफ ओडिशा वेबसाइट हला मोहन माझी फोटो अछि आज्ञा मोहन माटी हाँ एटा हला वाइल्ड लाइफ ओडिशा 2024 डॉक्यूमेंट ओस्त गछ बर गछ एटा हला मिनिस्टर साइन हला गणेश राम सिंह खुंटिया ये हला तमर मनोज हाउसर साइन ये हला सत्यव्रत साहुर साइन सुशांत नंद जदि एमाने मूर्ख होइते हम कोन करि परियो
ଆগে ଏଇଠି ଓଡିଶା ଲାଟିଚୁଡ୍ ଲଙ୍ଗିଚୁଡ୍ ଟା ଲେଖିଦିଅ 17 ଅଣଚାଶ 22 ଏଇରୁ ଏଠୁ ଏତିକା ଲେଖିଦିଅ ଲେଖିଦିଅ ଓଡିଶା ଲାଟିଚୁଡ୍ ଲଙ୍ଗିଚୁଡ୍ ଟା 17 ଅଣଚାଶ ଡିଗ୍ରୀ ନର୍ଥ 22 34 ଇଏ ହେଲା ଲାଟିଚୁଡ୍ ଲଙ୍ଗିଚୁଡ୍ ହେଲା 81 27 ରୁ 87 29 ଲେଖିଦିଅ ତା ଲାଷ୍ଟ ମୁଁ ବୁଝେଇଦେବି ଲେଖିଲ ସାର୍ ଗୋଟେ ମିନିଟ୍ ଆଜ୍ଞା ଏଇଟା ହେଲା ଲାଟିଚୁଡ୍ ଏଟା ଲଙ୍ଗିଚୁଡ୍ ହେଲା ଲାଟିଚୁଡ୍ ଲଙ୍ଗିଚୁଡ୍ ନ ଜାଣିଥିବ ଲାଷ୍ଟ ମତେ ପଚାରେ ରେକର୍ଡିଂ ବନ୍ଦ କରି ବୁଝେଇଦେବି ଏଇଟା ହେଲା ଏରିଆ 1,55,707 ସାଇଡ୍ ଲେଖିଦିଅ 4.74% ଅଫ୍ ଟୋଟାଲ ଏରିଆ ଅଫ୍ ଦ କଣ୍ଟ୍ରି ଇଣ୍ଡିଆର 4.74% ହେଲା ଓଡିଶାର ଏରିଆ ଏଟା ବି ଲେଖିଦେଇଥାଅ କେତେବେଳେ ପଚାରି ଦେଇପାରେ ମାନେ ଇଣ୍ଡିଆ ଯଦି 100 ହେଲା ଓଡିଶା କେତେ ପାର୍ଟରେ ଅଛି 4.74 ପାର୍ଟରେ ଏଇଟା ହେଲା ଷ୍ଟେଟ୍ ଆଇକନ ଅଫ ଓଡିଶା ଏଠି ଷ୍ଟେଟ୍ ଟ୍ରି ଲେଖା ହେଇଛି ନା ନାଇଁ କଣ ଲେଖା ହେଇଛି କଦମ୍ବ ତାମାନେ ଏମାନେ କଣ ସମସ୍ତ ମୂର୍ଖ ଲେଖ ଲେଖ ଏଠି ଷ୍ଟେଟ୍ ଟ୍ରି ଷ୍ଟେଟ୍ ଫ୍ଲାୱାର ଷ୍ଟେଟ୍ ଆନିମଲ ଷ୍ଟେଟ୍ ବାର୍ଡ ଏଇ ଚାରିଟା ସାରା ଲେଖ ୱିଥ୍ ତା ସାଇଣ୍ଟିଫିକ ନେମ୍ ଲେଖି ସାଇଲ ହଁ ସାର୍ ସାର୍ ଲେଖୁଛି ଆରେ ସେ ଏଇଠି ଯୋଉ ଗଛଟା ଦେଖ ଏଇଠି ଦେଖ ଅଲରେଡି ଫଟୋ ଦେଇଛି ଦେଖଛ ନା ନାଇଁ ଏଇଟା କଦମ୍ବ ଫୁଲଟା ଦେଖା ଆଜ୍ଞା ପଡୁଛି ନା ନାଇଁ ହଁ ସାର୍ ବାକି ସେ ଗଛର ପତ୍ରଟା ଭାବି ଲେଖିଛି ଓସ୍ତ ଗଛ ବୋଲି ଓସ୍ତ ଗଛ ଯଦି ଷ୍ଟେଟ୍ ରେ ହେଇଥାନ୍ତା ଆମ ଘରେ ବାଡିରେ ଓସ୍ତ ଗଛ ଅଛି ହେଲେ ଓସ୍ତ ଗଛ ନା ବର ଗଛ ନୋዌର ଷ୍ଟେଟ୍ ଲେଖିଛି ଓସ୍ତ ଗଛ ବୋଲି Okay. Sir, fast weather use होते ହଁ ହଉ ସେ ନୋዌର ଷ୍ଟେଟ୍ ଅଧିକା ଜାଣିଥିବ ଆଉ କଣ ଏମାନେ ଜାଣିନଥିବେ ସମ୍ବର ୱିଥ୍ ରୁଷା ୟୁନିକଲର ତାର ହେଲା ସାଇଣ୍ଟିଫିକ ନା ଇଣ୍ଡିଆନ ରୋଲର ହେଲା କଣ କୋରାସିଆସ୍ ବେଙ୍ଗାଲିସ୍ ବେଙ୍ଗଲରୁ ହେଉଥାଏ ସମ୍ବର ଗଲା ଅଶୋକର ଲେଖିତ ସାରା ଅଶୋକ ଟା ପଡେ ସାଇଣ୍ଟିଫିକ ନେମରେ କଦମ୍ବ ଲେଖା ହେଇଛି ତଥାପି ସେ ଓସ୍ତ ଗଛ ଲେଖିଛି ନାଇଁ ମାନତେ ପଡିବ କଦମ୍ବ ଆଉ ଏଇଠି 2010 ମସିହା ଲେଖିକି ଗୋଟେ ଲେଖ ଏଇଠି ଯୋଉ ଦେଖ ଏମିତି ନୋଟରେ ଏମିତି କର 2010 ମସିହା 2010 ଲେଖିକି ଦିଟା କାର ଦିଅ 2010 ମସିହାରେ ଫାଷ୍ଟ କଣ ହେଇଥିଲା ଏଲିଫାଣ୍ଟ ଡିକ୍ଲେୟାର ଆଜ୍ ନ୍ୟାସନାଲ ହେରିଟେଜ ଆନିମଲ ମାନେ ଇଣ୍ଡିଆର ପ୍ଲସ୍ ଗାଞ୍ଜେଟିକ୍ ଡଲଫିନ୍ ଡିକ୍ଲେୟାର୍ଡ ଆଜ୍ ନ୍ୟାସନାଲ ଆକ୍ୱାଟିକ୍ ଆନିମଲ ସବୁ 2010 ମସିହାରେ ହେଇଥିଲା ଏଲିଫାଣ୍ଟ ଏଲିଫାଣ୍ଟ ଡିକ୍ଲେୟାର୍ଡ ଆଜ୍ ନ୍ୟାସନାଲ ହେରିଟେଜ ଆନିମଲ ଆଉ ଗାଞ୍ଜେଟିକ୍ ଡଲଫିନ୍ ହେଲା ନ୍ୟାସନାଲ ଆକ୍ୱାଟିକ୍ ଆନିମଲ ଆଉ ତାପରେ ଲେଖିଦେଇଥ 1973 ଗାର ଦେଇକି ଉପରକୁ ଗୋଟେ ତଳକୁ ଗୋଟେ ପରେ ହେଲା କିଏ टाइगर है नेशनल एनिमल 1973 पूर्व के लायन नेशनल एनिमल है एतिक तो आटलिस्ट जान मूर्ख भाया बस से सब लिख साइल 11टा बजे तो बजे आज Okay. पढ़ा आरंभ होनी खाली फैक्ट फैक्ट दे तुम 11टा बजे दब तो स्टेट गच चाकरी करते कलंक गोटे होता तुम है सर सेमती केते कलंक अछंती ना आमे लेख क्या नुआ स्टेट वाइल्ड लाइफ ऑर्गेनाइजेशन हेडिंग लेख फास्ट लेख क्रिएटेड अंडर कौन एटा कहते WPA वाइल्ड लाइफ प्रोटेक्शन एक्ट 1972 and ओडिशा वाइल्ड लाइफ रूल 1974 एटा एग्जाम रे वर्ष पडियो 100% श्योर देई कुछ
ଷ୍ଟେଟ୍ ୱାଇଲ୍ଡ ଲାଇଫ୍ ଅର୍ଗାନାଇଜେସନ କୋଉ ମସିହା କୋଉ ତାରିଖ ତିଆରି ହେଇଥିଲା ମନେ ରଖିଥ ଅଗଷ୍ଟ 15 ପୂର୍ବ ଦିନ 14th ଅଗଷ୍ଟ 1974। ଆର ହେଡକ୍ୱାର୍ଟର କୋଉଠି କୋଉଠି କିଏ ଭୁବନେଶ୍ୱର ରହୁଛ କହିଲା ହେଡକ୍ୱାର୍ଟର କୋଉଠି ଡେଲି ତ ଦେଖୁଛ ଡେଲି ଦେଖୁଛ କହିଲା ହେଡକ୍ୱାର୍ଟର ଟା କୋଉଠି ଭୁବନେଶ୍ୱରର ବାଣିଜ୍ୟ। ପ୍ରକୃତି ଭବନ ଶହୀଦ ନଗର ବାଟରେ ଯେତେବେଳେ ବାଣିବାରେ ଯାଉଥିବ ଦେଖିବ ସେ ରାସ୍ତା ମେନ୍ ରୋଡ ଦେଖା ପଡେ ପ୍ରକୃତି ଭବନ ଅରଣ୍ୟ ଭବନ ଏରା ବାଟରେ ଦେଖିନ ହଁ ସାର୍। ସବୁ ତ ହଁ ଆଉ କଣ ଲେଖି ସାରିଲ ତ ତାର କେତେଟା ବାୟୋସ୍ଫିୟର ରିଜର୍ଭ ଫାୟୋସ୍ଫିୟର ରିଜର୍ଭ 19 ତମ ପଡିବ ନୂଆଗଡ଼ ନ୍ୟାସନାଲ ପାର୍କ କଣ ହେଇଛି ଶିମିଳିପାଳ ଆଜ୍ଞା। ତାପରେ ଲେଖ ଓଡିଶା ହାଜ 2 ବାୟୋଜିଓଗ୍ରାଫିକ ଜୋନ and 3 ବାୟୋଜିଓଗ୍ରାଫିକ ପ୍ରୋଭିନ୍ସ ଏଟା ଷ୍ଟାର ମାରିକି ଲେଖ ସମସ୍ତେ ଜାଣିଥିବେ ନ୍ୟାସନାଲ ପାର୍କ କେତେଟା ଭାଇ କେହି ଜାଣିନଥିବେ ବାୟୋଜିଓଗ୍ରାଫିକ ଜୋନ କେତେଟା ଏବେ ଆगे ଗୋଟେ ଲେଖ ଏଠି ଫାର୍ଷ୍ଟ ହେଡିଂ ରେ ଜୋନ ସେକେଣ୍ଡ ହେଡିଂ ରେ ପ୍ରୋଭିନ୍ସ ତାପରେ ସାଂଚୁଆରୀ ସାଂଚୁଆରୀ ଲେଖିବା ଦରକାର ନାହିଁ ଖାଲି ଲେଖ ଜୋନ ଫାର୍ଷ୍ଟ ଜୋନ ହେଲା ଡେକାନ ପେନିନସୁଲା ଯେମିତି ପଡେନି କୋଉଟା କୋଉ ବାୟୋଜିଓଗ୍ରାଫି ଇଣ୍ଡିଆରେ କେତେଟା ବାୟୋଜିଓଗ୍ରାଫିକ ଜୋନ ମନେ ଅଛି ନା ଏମିତି କ୍ୱେଶ୍ଚନ ପଡେ ଜାଣିନ ଇଷ୍ଟର୍ଣ୍ଣ ଘାଟ ୱେଷ୍ଟର୍ଣ୍ଣ ଘାଟ ଜାଣିନ ହଁ ସାର୍ ଟୋଟାଲ ସାର୍ 8ଟା ଅଛି ନା 6ଟା ନା 8ଟା? ତାପରେ ଗୋଟେ ଜୋନ ହେଲା ଡେକାନ ପେନିନସୁଲା ଆଉ ଗୋଟେ ଜୋନ ହେଲା କୋଷ୍ଟ କୋଷ୍ଟ ର ପ୍ରୋଭିନ୍ସ ହେଲା ଇଷ୍ଟର୍ଣ୍ଣ କୋଷ୍ଟ ଡେକାନ ପେନିନସୁଲା ପ୍ରୋଭିନ୍ସ ହେଲା ଛୋଟା ନାଗପୁର ଆଉ ଇଷ୍ଟର୍ଣ୍ଣ ପ୍ଲାଟୁ ସିମ୍ପଲି क्वेश्चन କଣ ପଡିବ ଯେ ଓଡିଶାର ତିନିଟା ବାୟୋଜିଓଗ୍ରାଫିକ ପ୍ରୋଭିନ୍ସ ନା ଲେଖ ଗୋଟେ ହେଲା ଇଷ୍ଟର୍ଣ୍ଣ ପ୍ଲାଟୁ ଗୋଟେ ହେଲା ଛୋଟା ନାଗପୁର ଆଉ ଗୋଟେ ହେଲା ଇଷ୍ଟର୍ଣ୍ଣ କୋଷ୍ଟ ହେଲା ଓଡିଶାର ଦିଟା ବାୟୋଜିଓଗ୍ରାଫିକ ଜୋନ ନା କୁହ ଡେକାନ ପେନିନସୁଲା ଆଣ୍ଡ କୋଷ୍ଟ ଜାଣିପାରିଲ ତ ଭିତରକନିକା ନ୍ୟାସନାଲ ପାର୍କ ଆଉ ଶିମିଳିପାଳ ନ୍ୟାସନାଲ ପାର୍କ ତ ହେଇଯାଇଛି ବୋଧେ କାହାର ବ୍ୟାକଗ୍ରାଉଣ୍ଡ ନଏଜ ଆସୁଛି ଯୋଉରା ଯୋଉରା କହୁଛି ମୁଁ ସେରା ସେରା ମତେ କହିଲ ଭିତରକନିକା ନ୍ୟାସନାଲ ପାର୍କ କୋଉ ମସିହାରେ ହେଇଥିଲା 1998 ବାକି ଡେଟ୍ ଟା ମୁଁ ସିଓର ନୁହେଁ ଡାଉଟ କରିକି ଲେଖତ 1998 କିନ୍ତୁ ମୁଁ ଜାଣିଛି ଭେରିଫାଇ କରି ପରେ କହିବି ଭିତରକନିକା ନ୍ୟାସନାଲ ପାର୍କ ହେଇଥିଲା 1998 ଯୋଉ ଯୋଉ ସାଂଚୁଆରୀ କୋଉରା ନ ଜାଣିଛ ସେରା ଲେଖିବ ଭିତରକନିକା କୋଉଠି କେନ୍ଦ୍ରାପଡା ବାଲୁଖଣ୍ଡ ବାଲୁଖଣ୍ଡ ପୁରୀ ବୈଶପଲ୍ଲୀ ବୈଶପଲ୍ଲୀ ସେରେ ନୟାଗଡ଼ ନୟାଗଡ଼ ବଦରମା सर ये ଭଦ୍ରମା डाकी चिंतु एक्चुअली ସମ୍ବଲପୁର ଆରେ ଏଇରା ବି ତମେ ଜାଣିନ ଲେଖ 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 ବୈଶୀପଲ୍ଲୀ यार କେତେ 30ଟା ଅଛି ନା ବସିକି ଲେଖିବ ନୟାଗଡ଼ ବଦରମା ସମ୍ବଲପୁର ଘାଇକା ଲେଖ ନା ରାତି 11ଟା ବଜିବ ଆଜି ସମ୍ବଲପୁର ହେଲା ଚିଲିକା ଜାଣିଛ ଚନ୍ଦକା ଜାଣିଛ ଆଁ ताऊ सर गूगल कर दूं नले କାହିଁକି ତମେ ଲେଖୁନ ଗୁଗୁଲ କଣଟା କରିବ ଅଧିକା ଗୁଗୁଲରେ ତ ସବୁ ନୟର ଷ୍ଟେଟ ଭଳିଆ ଲେଖିବ ଚନ୍ଦକା ଆଣ୍ଡ ଦାମ୍ପରା ଲେଖ ଚନ୍ଦକା ଦାମ୍ପରା ଏଟା କୋଉଠି ଖୋର୍ଦ୍ଧା ଖୋର୍ଦ୍ଧା ହଁ ତାପରେ ଲେକ୍ ଯେତିକି ଡକା ହେଇଛି ମୁଁ ସେଟା ଡାକିବିନି ଦେବ୍ରିଗଡ଼ ଅଲରେଡି ଡକା ହେଇଛି ଦେବୀର ଡକାଇ ସାର୍ ନା ନା ଡକାଇନି ଦେବ୍ରିଗଡ଼ ହେଲା ଡକାଇ ସାର୍ ସମ୍ବଲପୁର ଦେବୀର ମାନେ ସମ୍ବଲପୁର ଡକା ଆଉ ମାନେ ସେ ସାର୍ ଯୋଉ ବରଗଡ଼ ଦେଓଗଡ଼ ପାଖରେ ଡକା ହେଇଛି ତ ଡକାନି ହଉ ସାର୍ ଡକା ହେଇଛି ଚିଲିକା ଗୋଟେ ପାର ତ ଡକା ଯୋଉ ହେଇଥିବ ଡକାନି
ଗହିର ମଥା ଡକା ହେଇଛି। ହଦଗଡ ଧନଞ୍ଜୟ ତମ କୁହ ଗହିର ମଥା ଡକା ହେଇଛି ନା ନାଇଁ? ନାଇଁ ସାର୍। ଡକା ହେଇଛି କେନ୍ଦ୍ରାପଡାରେ ଯାଇ ଭଲସେ ଦେଖିବ। ହଦଗଡ ଡକା ହେଇଛି ନା ନାଇଁ? ଆଜ୍ଞା ହଦ ଦେଖାଇଛି। ଯୋଉରା ଯୋଉରା ଡକା ହେଇଛି ମୁଁ ଲେଖୁନି, ଯାଇକି ଦେଖିବ ସେ ଯୋଗ୍ରାଫି ନୋଟରେ ସବୁ ଡକା ହେଇଛି। ତାପରେ ଲେଖ ଆଜ୍ଞା ଖଳା ଶୁଣି। ଖଳା ଶୁଣି, ଖଳା ଶୁଣି କୋଉଠି? ସମ୍ବଲପୁର। ସେ ସମ୍ବଲପୁର। ତାପରେ ଲେଖ କୁଲଧିଆ। କୁଲଧିଆ ଡକା ହେଇଛି ବାଲେଶ୍ୱରରେ ହେଲା। ବାଲେଶ୍ୱର। ଶିମିଳିପାଳ ଡକା ହେଇଛି, ସାତକୋଶିଆ ଡକା ହେଇଛି, ଅନୁଗୁଳ ବୌଦ୍ଧ, ସୁନାବେଡା ଡକା ହେଇଛି, ନୂଆପଡା, କର୍ଲାପ ଡକା ହେଇଛି। ଡକା ହେଇଛି ନା ନାଇଁ? ଆଜ୍ଞା ସାର୍। ଆଜ୍ଞା ଆଜ୍ଞା। କୋଟଗଡ ଡକା ହେଇଛି, କପିଳାସ ଡକା ହେଇଛି। ତାପରେ ଲେଖ ଲକ୍ଷ୍ମୀଭେଲି। କୋଉଠି? ଗଞ୍ଜାମ ଆଉ ଗଜପତି। ତାପରେ ସେଦିନ ଡକା ହେଇଛି ଖୋର୍ଦ୍ଧାର ବର୍ବରା। ଆଜ୍ଞା। ହଁ ହଁ। ତାପରେ ଏଲିଫାଣ୍ଟ ରିଜର୍ଭ କେତେଟା ଅଛି? 3ଟା। ତମ ସେଟା ପଡିବ ସବୁ ସେ କଣ ଏଟା ଇକୋନୋମିକ ସର୍ଭେ, ସବୁ ଡାକି ହବନି। ବାକି ଲେଖିବ ତ ଲେଖିଦେଲ ନି। ଆଜ୍ଞା ସାର୍। 3ଟା ଏଲିଫାଣ୍ଟ ରିଜର୍ଭ। ଉଷା କୋଠି। ହଁ ହଁ। ମୟୂରଭଞ୍ଜ ଅଣ୍ଡରରେ 7-8ଟା କହିଲା ମୂଷାକୋଠି। ତାପରେ ହେଲା ମହାନଦୀ, ତାପରେ ହେଲା ସମ୍ବଲପୁର। ସାର୍ ସମ୍ବଲପୁର କହିଲି ବା, ସାର୍ ଉଷା କୋଟା କୋଉଠି? ଉଷାକୋଠି ତା ଅଣ୍ଡରରେ ଗୋଟେ ନା ଆଉ। ସମ୍ବଲପୁର ଅଣ୍ଡରରେ ବଦରମା, ଖଳାଶୁଣି, ଇଏ ଫିଏ ସବୁ। ଆଉ କଣ ଅଛି? ଟାଇଗର ରିଜର୍ଭ କେତେଟା? ଦିଟା। କଣ କଣ? ସାର୍ ଯୋଉ ଶିମିଳିପାଳ, ଶିମିଳିପାଳ, ଆଉ ଗୋଟେ ହେଲା ଆଉ ଗୋଟେ କଣ ମନେ ସାତକୋଶିଆ। ପଡୁନି। ସାତକୋଶିଆ। ଆଉ ପ୍ରପୋଜଡ ଲେଖିଦିଅ 2ଟା। ଟୁ ପ୍ରପୋଜଡ ମାନେ ନୂଆକୁ ହେଇପାରେ ଟାଇଗର ରିଜର୍ଭ। ଗୋଟେ ହେଲା ସୁନାବେଡା, ଆଉ ଗୋଟେ ହେଲା ଦେବ୍ରିଗଡ। ବାୟସ୍ପ ରିଜର୍ଭ କେତେଟା? ଗୋଟେ। ଆଜ୍ଞା ପ୍ରପୋଜଡ ବାୟସ୍ପ ରିଜର୍ଭ କୋଉଟା? ସାର୍ ଭୂତରକନିକା। ଛି ଛି ଛି, ଇକୋନୋମିକ୍ସରେ ପଢା ହେଇଥିଲା ସାର୍ ଯୋଉ ମହେନ୍ଦ୍ରଗିରି। ସାର୍ ଶିମିଳିପାଳ। ମହେନ୍ଦ୍ରଗିରି। ଶିମିଳିପାଳ ପ୍ରପୋଜ ନ୍ୟାସନାଲ ପାର୍କ ଅଲରେଡି ହେଇସାରିଲାଣି। ଲେଖ ପ୍ରପୋଜଡ ବାୟୋସ୍ଫିୟର ରିଜର୍ଭ ମାନେ ଆଗକୁ ହେଇପାରେ କୋଉଟା? ମହେନ୍ଦ୍ରଗିରି। ସରି। ବର୍ଷ ହେଲା ଇକୋନୋମିକ୍ସ ପଢୁଛ ତଥାପି ତା ମନେ ରହୁନି। କାଲି ଗୋଟେ କୋଉ କମ୍ପିଟିଟିଭ ଚ୍ୟାନେଲ ଆଉଥରେ ଆଣିଛନ୍ତି କଣ ଇକୋନୋମିକ୍ସ ରେ? ଏଟା କିଏ ଦେଖୁଛି? ବ୍ରାକେଟ କରିକି ଲେଖ ରିଭର ଫ୍ଲୋଜ, କଣ ଏଟା କୁହନ୍ତି, ଇନସାଇଡ ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ। ଅଲରେଡି ଯେତିକି ଜାଣିଛ କଣ କଣ? ସାଳନ୍ଦୀ, ବୁଢା ବଳଙ୍ଗ, ଆଉ କଣ ଜାଣିଛ? ସୁବର୍ଣ୍ଣରେଖା। ମାନେ କଣଟା ପାଠ ପଢୁଛ ନା କଣ? ସୁବର୍ଣ୍ଣରେଖା ଭାଇ ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ ବା। ସୁବର୍ଣ୍ଣରେଖା ବାହାରେ ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ ରୁ? ନା ସାର୍, ମୁଁ କୋଉ ସାର୍ ବହିରେ ଲେଖା ହେଇଛି ଖୋଲିକି ଟିକେ ଦେଖେଇଲ? ନା ସାର୍ ମୁଁ କହିଲି ଫ୍ଲୋ କରିଛି ନା। ଅରିଜିନ ଲେଖିଦିଅ ତାହେଲେ। ତାପରେ ଦେଖ ଏତିକି ସଇଲା ପରେ ତାପରେ ଆଙ୍କ ସବୁ ଟ୍ରିବ୍ୟୁଟାରେ ସେ ଭିତରେ ଯିବ ନା ନାଇଁ? ଆଜ୍ଞା ସାର୍। ତମେ ଆଉ ଖାଲି କେତେଟା ଲେଖିଦିଅ, ମେ ବି କେତେବେଳେ ପଚାରେ। କେତେଟା ନା ଗୋଟେ ପଚାରେ। ଗୋଟେ ହେଲା କଣ ପଳ୍ପଳା ଯୋଉ ଡାକିଥିଲା ପୂର୍ବରୁ, ଆଉ ଗୋଟେ ଆଜ୍ଞା ହେଲା ଭନ୍ଦନ, ଆଉ ଗୋଟେ ଡାକିଥିଲି ଦେଓ, ଆଉ ଗୋଟେ ଡାକିଥିଲି ଖଇରୀ। ଏଇଟା ସବୁ ଅରିଜିନ ପ୍ଲସ ଫ୍ଲୋ ଯଦି ପଡେ ଏଇ ନାଁ ଟାକୁ ଟୋଟାଲ ଲେଖିବ ହେଲା। ଏଇଟାକୁ କେବେ କାଟିବନି, ଏଇଟାକୁ ବାହାର କରି ଆଉ ଯାହା କାଟୁଛ କାଟ। ଏଇଟା ହେଲା ଅଫିସିଆଲ ରେକର୍ଡ ବୁକ୍ ରିଭର। ଆଉ ସବୁ ସାଇଡ ଫାଇଡ ଯାଇଥିବ କାରଣ ଶିମିଳିପାଳ କୋର ଜୋନ କୋଉଟା ଯାଏ, ସାଇଡ ଜୋନ କୋଉଟା ଯାଏ, କିଛି ଠିକ ଠିକଣା ନଥାଏ। ବୁଝିଲ? ଆଜ୍ଞା ସାର୍।
ତାପରେ ଲେଖ ଫାଷ୍ଟ ଟୋଟାଲ ଦିଟା କଞ୍ଜର୍ଭ ରିଜର୍ଭ ଓଡିଶାରେ ଟୁ କଞ୍ଜର୍ଭ ରିଜର୍ଭ ଏଟା ଇକୋନୋମିକ ସର୍ଭେ ଥିଲା କହିଲ ଫାଷ୍ଟ ଗୋଟେ ହେଲା ଫାଷ୍ଟ ଆଉ ଗୋଟେ ହେଲା ସେକେଣ୍ଡ ଫାଷ୍ଟ କୋଉଟା ଶିମିଳିପାଳ ହଦଗଡ କୁଲଧିଆ ଶିମିଳିପାଳ ବହୁତ ଫ୍ୟାକ୍ଟ ହେଇଗଲାଣି ମ, ହଦରଗଡ କୁଲଧିଆ ସେକେଣ୍ଡ ଟା କୋଉଟା ଗୁରୁଟାଙ୍ଗ ଆରେ ଇକୋନୋମିକ ରେ ଥିଲା ପରା କଣ ପଢୁନ ବୋଧେ କେହି କିଛି ପଢୁଛ କେହି କିଛି ପଢୁନ ନାଇଁ ଇକୋନୋମିକ ସର୍ଭେ ଟିକେ ପଢା। ଗୁରୁଟାଙ୍ଗ କୋଉଠି ବୈଶପଲ୍ଲୀ କେତେଟା ଜୁ ଅଛି ଓଡିଶାରେ ଏ, 10ଟା ନା ଖାଲି ନନ୍ଦନକାନନ ନା ସାର୍ 6ଟା ମିନି 3ଟା ସ୍ମଲ ଗୋଟେ ଲାର୍ଜ ଏଇଟା ତ ମନେ ରଖ ତମ ପଢୁଛି କାଳେ ଗୋଟାଏ କଣ ଏଟା ସବୁ ଏନଭାରମେଣ୍ଟ ନନ୍ଦନକାନନ କୋଉଠି ଅଛି ସାର୍ ଭୁବନେଶ୍ୱର ଓବିୟସଲି ତେଣୁ ଲାର୍ଜ ଗୋଟେ ହବ ନା ନାଇଁ ଆଜ୍ଞା ଖୋର୍ଦ୍ଧା କପିଳାସ କୋଉଠି ତାପରେ ଆଉ ଢେଙ୍କାନାଳ ସମ୍ବଲପୁର ଜୁ ସମ୍ବଲପୁର ହରିଶଙ୍କର ବଲାଙ୍ଗୀର ତପ୍ତପାଣି ଗଞ୍ଜାମ ଗଲା କୁଆରିଆ ନୟାଗଡ଼ ନୟାଗଡ଼ ପାପଡାହାଣ୍ଡି ସାର୍ ନବରଙ୍ଗପୁର ଏଠି ନବରଙ୍ଗପୁର ଘରିଆଳ ଅନୁଗୁଳ ସୁନାବେଡା ଏଇଟା ଲେଖ ମୟୂରଭଞ୍ଜ ସୁନାବେଡା ଡିଅର ପାର୍କ ହେଲା କୋରାପୁଟ ଆଉ ଇନ୍ଦିରା ଗାନ୍ଧୀ ଡିଅର ପାର୍କ ଏଇ ଦିଟା ନାଁ ଲେଖିଥ ଆଉ ତ ସବୁ ଜଣା ପଡିବ ସୁନାବେଡା ଡିଅର ପାର୍କ କୋଉଠି କୋରାପୁଟ କୋଉଠି ଅଛି ଏଟା ହିନ୍ଦୁସ୍ତାନ ଏରୋନେଟ୍ସ ଲିମିଟେଡ ହଲ ତା ପାଖରେ ଆଉ ଗୋଟେ ସେମିତି ଲେଖ ଇନ୍ଦିରା ଗାନ୍ଧୀ ଜୁ କୋଉଠି ଅଛି ରାଉରକେଲା ତାପରେ ଗୋଟେ ଫ୍ୟାକ୍ଟ ଲେଖ ଓଡିଶା ଇଜ ଦ ଓନଲି ଷ୍ଟେଟ ଇନ ଇଣ୍ଡିଆ ଲେଖି ସାରିଲ ନା ଲେଖି ସାରିଲା ପରେ ମତେ କହିବ ଓଡିଶା ଇଜ ଦ ଓନଲି ଷ୍ଟେଟ ଇନ ଇଣ୍ଡିଆ with all three type of crocodile ଫାଷ୍ଟ ହେଲା ଘରିଆଲ ଘରିଆଲ ଟା କଣ କୁହନ୍ତି ଗାଭିଆଲିସ୍ ଗାଙ୍ଗେଟିକସ୍ ଗାଭିଆଲିସ୍ ଗାଙ୍ଗେଟିକସ୍ ଯୋଉରା ସାଇଣ୍ଟିଫିକ ନାଁ ଟା ସେଟା ଘୋଷିବ ଆଉ ଗୋଟେ ହେଲା ମଗର କ୍ରୋକୋଡାଇଲସ୍ ପାଲୁଷ୍ଟ୍ରିସ୍ ତାପରେ ସଲ୍ଟ ୱାଟର ଇଏ ସେମିତି କ୍ରୋକୋଡାଇଲସ୍ ଖାଲି ପୋରସସ୍ ଏଟା ହେଲା ପାଲୁଷ୍ଟ୍ରି ସେଟା ହେଲା ପୋରସସ୍ ଆଉ ଘରିଆଲ ଟା ଜି ଫର ଗାଞ୍ଜେଟିକ ତେଣୁ ସେ ଅନୁସାରେ ମନେ ରଖଦ ଘରିଆଲ ଟା ହେଲା ଗାଞ୍ଜେଟିକସ୍ ଘରିଆଲ ଜି ଏଠି ବି ଜି ଏଠି ବି ଜି ଆଉ ଏଦିଟା ତ ପି ପି ଆଉ କଣ ହେଲା ଆଜ୍ଞା ସାର୍ ଆଜ୍ଞା ଏବେ ତାପରେ ଇମ୍ପୋର୍ଟାଣ୍ଟ ଜିନିଷଟା ଲେଖ ସଲ୍ଟ ୱାଟର କ୍ରୋକୋଡାଇଲ କୋଉଠି ମିଳେ ଭିତରକନିକା ଭିତରକନିକା ମଗର କ୍ରୋକୋଡାଇଲ କୋଉଠି ମିଳେ ସାର୍ ସାତକୋଶିଆ ଆଉ ସାର୍ ଆଉ ଲେଖ ସାତକୋଶିଆ ଏରା ଏକ୍ସାମ ଏଇଟା କିନ୍ତୁ ପଢିପାରେ ଯଦି କିଏ ଗୋଟେ ଭଲ ଲୋକଟା ଏକ୍ସାମ କ୍ୱେଶ୍ଚନ କରି ଏରା ପଢିପାରେ ସାତକୋଶିଆ ଆଉ ଗୋଟେ ହେଲା ଯୋଉ ଉପରେ ଡକା ହେଲା ରିଭର ସିଷ୍ଟମ ଇନ ଶିମିଳିପାଳ ଯେ ସେଇଟା ଉପରେ ଉପରେ ଯୋଉ ଯୋଉ ରିଭର ଡାକିଥିଲି ପ୍ଲସ୍ ଲେଖ ଗୋଡହାଡ ଘୋଡା ଘୋଡାହାଡ ରିଭର କୋଉଠି ଥିଲା ଗଞ୍ଜାମ ନା ନାଇଁ ଗଞ୍ଜାମ ହଁ ସାର୍ ଘୋଡାହାଡ ରିଭର ଗଞ୍ଜାମ ସେମିତି ଘରିଆଲ ଏଇଟା ହେଲା ଅଫିସିଆଲ ରେକର୍ଡ ହେଲା ଘରିଆଲ ଟା ମିଳେ ମହାନଦୀରେ
ଆଉ ଅଲିଭ୍ରିଡଲେ କୋଉଠି କୋଉଠି ଋଷିକୁଲା ଗହିର ମଥା ଜାଣିଛ ନା ସେଟା ବି ଜାଣିନ? ହଁ ସାର୍। ଆମ ଓପିଏସ୍ ରେ ଥରେ ପଡିଥିଲା ଏଇଟା ଲିଖିଦେଇଥ ବ୍ଲାକ୍ ବକ୍ କୋଉଠି କୋଉଠି ମିଳେ ମାନେ ଯୋଉଟା ସଲମାନ ଖାଁ ମାରିଥିଲା। ବେଶୀ କିଏ ଜଏନ୍ କରୁଛି? ଆରେ ତମେ 7ଟାରେ ଭାବିକି ଆସିଛ କି? ବାଲୁଖଣ୍ଡ, କୋଣାର୍କ ଆଉ ଗଞ୍ଜାମ। ଲେଖିଲ? ଆଜ୍ଞା ସାର୍। ବହୁତ ଲେଖିଦେଲ, ବହୁତ ଜାଣିଦେଲ, ସେତିକି ଜାଣିଥ। ଆଉ ଏନଭାରମେଣ୍ଟ କଣ ଜାଣିବାକୁ ସେତିକି ତ ଅଛି ଆଉ ଲେଖିଦେଇଥ। ଓଡିଶାରେ କେତେଟା ଟେରିଟୋରିଆଲ ଡିଭିଜନ ଅଛି ଫରେଷ୍ଟ ର ଲେଖିଦେବ 37 ଟା। ओडिशा 37 DFO डिविजनल फॉरेस्ट ऑफिसर बा टेरिटोरियल डिवीजन। बहुत हो गया। तापर लेख फिजियोग्राफी की डिवीजन ऑफ ओडिशा। जल्दी जल्दी लेख ना 11टा बाजियो होला जानि ना और केते अछि। ଆଜ୍ଞା फिजियोग्राफी डिवीजन ऑफ ओडिशा। ओडिशा केतेटा फिजियोग्राफी डिवीजन लेख 6ଟା। ऑफिशियली 4 ओडिशा स्टेट बोर्ड बही रे 3 और 4 दी प्रकार अछि तेणु दीटा भीतर मेजॉरिटी किए 4 हैला देखे देम तुमको हैला आ ता चारु जोटा अधिक देखि सेटा लिखिबन लिखिने फेल हेइ गेसिबो। ଆଜ୍ଞା लेख से चारटा सारा डिवीजन फास्ट हैला नॉर्दर्न प्लाटू जोटा से एग्रो क्लाइमेट जोन देखथिला सेया सेठी से प्लाटू देखथिलो कोन नॉर्थ ईस्ट नॉर्थ सेंट्रल नॉर्थ ସେଣ୍ଟ୍ରାଲ वेस्ट ନର୍ଥ साउथ ୱେଷ୍ଟ ईस्ट। तो नॉर्थ प्लाटू गोटे तापर लेख सेंट्रल रिवर बेसिन ईस्टर्न हिल आ गोटे हला कोस्टल प्लेन। ये हला गोटे टाइप रो डिवीजन हला। ଆଜ୍ଞା ଆଜ୍ଞା स्टेट बोर्ड बहिरे देखो केमिति अछि। स्टेट बोर्ड बहिरे अछि एमिति एटा हला कोस्ट तो पळेला एटा प्लाटू पळेला वेस्टर्न दीटा सरी गले एई पार्ट रे जो जोरा रहिले छोट छोट एटा से कहउछन मिडिल प्लेन मिडिल माउंटेन किछि करि न त लास्ट को कहिमु एबे मिडिल माउंटेन आ कोस्टल प्लेन भीतर जोरा रहिलेनी ଆଜ୍ଞା ता माने देखो एटा हला माउंटेन टा तापर माउंटेन टा कमी आसी तो प्लेन हबो ना एटी समुद्र टा आसीबो एई जो ହଁ पार्ट टा रोलिंग की आसीबो ना नहीं ଆଜ୍ଞା ସାର୍। एटा हला रोलिंग प्लाटू। କନ୍ଧମାର୍ଦ୍ଦନ ହେଇକି ଗନ୍ଧମାର୍ଦ୍ଦନ हिल कय हबो ସାର୍ ସେଟା एटा हला ରୋଲିଂ ପ୍ଲାଟୁ रोलिंग प्लाटू। କୁହାଯାଏ। ତମେ ମନ ଇଚ୍ଛା ସବୁ କହି ଦଉଛ ଏଟା ହଲା ରୋଲିଂ ପ୍ଲାଟୁ ହେଲା ଆଜ୍ଞା ବୁଝିପାରିଲ ତ। ଆଜ୍ଞା बाकी ये डिवीजन कौन गला कोस्टल प्लेन मिडिल माउंटेन रो से कौन लिखछि ईस्टर्न हिल लिख देछि आ वेस्टर्न ଆଜ୍ଞା टाकू किछि वेस्टर्न नाही किंतु ओडिसा रे स्टेट बोर्ड बही रे ए अछि एटा हला ओडिसा रो ऑफिशियल किंतु स्टेट बोर्ड बही कॉन्ट्राडिक्टरी। सिंपली कहिया बोले दीटा सारो मिसेले गोटे हला प्लाटू गोटे हला कोस्टल प्लेन गोटे हला रोलिंग प्लाटू आ गोटे हला माउंटेन।
ଏତିକି ନା ନାଇଁ? ଆଜ୍ଞା ସାର୍। ଏଇ ଚାରିଟା ହିଁ। ତାପରେ ଯିଏ ଯାହା ନାଁ ଦେଲା ଦେଖ, ରୋଲିଂ ପ୍ଲାଟୁ କୁ ଇଏ କଣ ଦେଲା? ସେଣ୍ଟ୍ରାଲ ରିଭର ବେସିନ। ସେ କୋଷ୍ଟାଲ ପ୍ଲେନ କୁ କୋଷ୍ଟାଲ ପ୍ଲେନ, ମାଉଣ୍ଟେନ କୁ ଇଷ୍ଟର୍ନ ହିଲ୍। ମାଉଣ୍ଟେନ ଟାକୁ ଖାଲି ଇଷ୍ଟର୍ନ ହିଲ୍ ହେଇଥିଲା କାହିଁକି ଇଷ୍ଟର୍ନ ଘାଟ ବୋଲି, ଆଉ ନର୍ଦର୍ନ ଆଜ୍ଞା ପ୍ଲାଟୁ କୁ ପ୍ଲାଟୁ। ବୁଝିଲ? ଆଜ୍ଞା ଡାକିମୁ ର କଣ କଣ ଲେଖିବ ବୋଲି। ତେଣୁ ଷ୍ଟେଟ ର ପ୍ରୋଫାଇଲ ଏତିକି ଜାଣିଥ। ଏ ପ୍ରୋଫାଇଲ ଟା ତମକୁ ଦରକାର ନାହିଁ, ଏଟା ହେଲା ମାନେ ଯୋଉ ପିଏଚଡି ପ୍ରୋଫାଇଲ, ତମେ ଜାଣିଥ ଇଷ୍ଟ ୱେଷ୍ଟ ନର୍ଥ ସାଉଥ। ତାମାନେ ୱେଷ୍ଟ ପଟରୁ ଯଦି ତମ ଓଡିଶା ଆସିବ, ଫାଷ୍ଟ କଣ ଆସିବ? ପ୍ଲାଟୁ। ଜଣେ ଯଦି ଚାଲି ଚାଲି ଆସିଲା, ତାପରେ କଣ ଆସିବ? ଛୋଟ ଛୋଟ ହିଲ୍ ଆସିଲା ପରେ ତାପରେ ଗୋଟେ ଏମିତି ପ୍ଲେନ ଆସିବ। ପ୍ଲେନ ଆସିଲା ପରେ ପୁଣି ଆଉଥରେ ଏମିତି ଆସିବ। ଆସିଲା ପରେ ଗୋଟେ ବଡ ପାହାଡଟେ ଆସିବ। ପାହାଡ ଆସିଲା ପରେ ପୁଣି କମି ଆସିକି ଏଠି ସରିଯିବ। ଏଇଟା ହେଲା ଓଡିଶାର ଚେହେରା। ବୁଝିଲ? ଆଜ୍ଞା ସାର୍। ସେ ଭିତରେ ଏଇଟା ହେଲା ଇଷ୍ଟର୍ନ ହିଲ୍, ଇଷ୍ଟର୍ନ ଘାଟ ବା ଗଡଜାତ ହିଲ୍। ସେଇ ଭିତରେ ଏଇଟା କଣ କୁହନ୍ତି? ମଳୟଗିରି। ହେଲା, ଡକା ହେଇଥିଲା ଦେଖ ଅନୁଗୁଳରେ। ହଁ ହଁ ଭାଇ। ତାପରେ ଏଇ ଏରିଆ ଟାକୁ କୁହନ୍ତି ରୋଲିଂ ପ୍ଲାଟୁ, ବା ଏଇଠି ଗୋଟେ ଏରିଆ ଏଇଠି ବନ୍ଦୀ ହେଇଗଲା, ପୁଣି ଏଇଠି ଗୋଟେ ଏରିଆ ଏଇଠି ବନ୍ଦୀ ହେଇଗଲା, ଏଇଟାକୁ କୁହନ୍ତି ମୁଗଲ ବନ୍ଦୀ, ଇନକ୍ଲୁଡିଂ କୋଷ୍ଟାଲ। ବୁଝିଲ? ତାପରେ ଏଇ ଯୋଉ ପ୍ଲେନ ଏରିଆଟା ରହିଲା, ଏଇ ପ୍ଲେନ ଏରିଆଟା କଣ? ମହାନଦୀ ଆଉ ବ୍ରାହ୍ମଣୀର ଯାହା ଯେତିକି ଫର୍ମେସନ ମିଡିଲ ପୋର୍ସନ ଟା ହେଲା। ଏଇ ଯୋଉ ଏରିଆଟା ରହିଲା, ଗୋଟେ ପଟେ ମହାନଦୀ ଖସିକି ଯିବ, ଗୋଟେ ପଟେ କେତେବେଳେ ବ୍ରାହ୍ମଣୀ ଖସିକି ଯିବ, କେତେବେଳେ ଆଉ ନାଗାବଳି ଖସିକି ଯିବ, କେତେବେଳେ ଆଉ କିଏ ଗୋଟେ ଖସିକି ଯିବ। ଏମିତି ଖସି ତାପରେ ଅନ୍ୟ ଷ୍ଟେଟ ସହିତ ମିଶିବେ। ବୁଝିପାଇଲ? ଆଜ୍ଞା ଏଇଟା ହେଲା ଓଡିଶାର ପ୍ରୋଫାଇଲ। ତାମାନେ ତମେ ଯଦି ଏଇପଟରୁ ଯିବ କୋଷ୍ଟାଲ ପଟରୁ ଓଡିଶାକୁ, ତାହେଲେ ଆଗେ ପ୍ଲେନ ପଳେଇବ, ତାକୁ ଟିକେ ଚଢିଯିବ, ତାର ଗୋଟେ ପାହାଡଟେ ଚଢତେ ପଡିବ, ପାହାଡରୁ ପୁଣି ଖସତେ ପଡିବ, ଖସିଲା ପରେ ପୁଣି ଛୋଟ ପ୍ଲେନ ଗୋଟେ ଆସିବ, ପୁଣି ତାପରେ ଗୋଟେ ଛୋଟ ପାହାଡ ଆସିବ, ପାହାଡ ଆସି ତାର ଏପଟେ ଡେଇଁଗଲେ କେତେ ଦଣ୍ଡକାରଣ୍ୟ ଷ୍ଟାର୍ଟ ହବ। ବୁଝିଲ? କହିବାର ମତଲବ ହେଲା ଆଜ୍ଞା ଏଇଟା ଓଡିଶାର ପ୍ରୋଫାଇଲ, ଏଇଟା ହେଲା କୋଷ୍ଟାଲ ନା ନାଇଁ? ବେ ଅଫ୍ ଆଜ୍ଞା ବେଙ୍ଗଲ ନା ନାଇଁ? ଆଜ୍ଞା ସାର୍। ଏଇପଟୁ ମନସୁନ ଆସିବ ତ? ଆଜ୍ଞା ନା ମନ୍- ଏପଟରୁ। ତମ ଜ୍ଞାନ ଟା ତମ ପାଖରେ ରଖ। ବେ ଅଫ୍ ବେଙ୍ଗଲ ପଟୁ ମନସୁନ ଆସିବ ନା କୋଉ ପଟୁ ଆସିବ? ହଁ ହଁ ସାର୍ ଆସିବ। ସେ ଭିତରେ ଏଇ ପର୍ସନ ଟା ହେଲା କଣ? ଚିଲିକା ଲେକ୍। ଏଇ ପର୍ସନ ଟା କୋଉ ପର୍ସନ? ଏଇ ଯୋଉ ବଙ୍କିଛି ଏଇ ପର୍ସନ ଟା ଓଡିଶାର ଏଇ ପର୍ସନ ଟା। ଏମିତି ଯୋଉ ଉପରକୁ ଯାଇଛି, ଏପଟୁ ଆନ୍ଧ୍ର ଷ୍ଟାର୍ଟ ହେଇଛି। ଜାଣିପାରୁଛ ତ? ହଁ ସାର୍। ଆଉ ଓଡିଶା ମ୍ୟାପ ଜାଣିପାରୁନ? ଆରେ ଏଇଠି ଗୋଟେ ବଙ୍କିନି ଏମିତି। ହଁ ସାର୍ ଜାଣିପାରିଲି। ଦେଖିପାରୁଛ ଏଇଟା ବଙ୍କିଛି ବୋଲି? ଆଜ୍ଞା ସାର୍। ଏଇଟା ଚିଲିକା ଲେକ୍ ନା ନାଇଁ? ଆଜ୍ଞା ସାର୍। ତ ଦେଖ ଏଇପଟେ ଆସି ମନସୁନ ବାଡେ ହବ, ବାଡେ ହେଲା ପରେ ଏଇ ପର୍ସନରେ ସବୁବେଳେ କଣ ମନସୁନ ଘୁରିବ, ଏମିତି ଘୁରିକି ତାପରେ ଉଠିବ। ଆଜ୍ଞା ତେଣୁ ଏଇ ଉଠିଲା ଭିତରେ ଏଇ ଏରିଆ ଟା ସବୁବେଳେ ଅଧିକା ବର୍ଷା ହୁଏ। ହେଲା, ବର୍ଷା ଆଜ୍ଞା ହେଲା ପରେ ତାପରେ ମନସୁନ ଏପଟିକି ଯିବ, ଏପଟିକି ଗଲା ପରେ ଗୋଟେ ପାହାଡଟେ ତାକୁ ଚଢତେ ପଡିବ, ପାହାଡଟେ ଚଢିଲା ପରେ ଏପଟିକି ଆଉ ବର୍ଷା ନଥିବ। ସେଇଥିପାଇଁ ପାହାଡର ଇମିଡିଏଟ ପର୍ସନ ଏଇଟା ହେଲା ପୁରା ଡ୍ରଟ୍ ରିଜିଅନ। ବୁଝିଲ? ଆଜ୍ଞା ସାର୍। ଯୋଉଟା କୁହ ଟିଟିଲାଗଡ଼ ଏରିଆ। ଆଜ୍ଞା ବୁଝିଲ? ସାର୍। ଆଜ୍ଞା ଏଇ ଟିଟିଲାଗଡ଼ ଏରିଆ ପୂର୍ବରୁ ପଶିଲା ଭିତରେ ଏଠି ଛୋଟ ପାହାଡ ଗୋଟେ ଖସିକି ଆସୁଛ ନା ନାଇଁ? ଆଜ୍ଞା ଏଇ ଏରିଆଟା ହେଲା ଗନ୍ଧମାର୍ଦ୍ଦନୀ ହିଲ୍। ହେଲା, ଆଜ୍ଞା ସାର୍। ତାପରେ ଯେତେବେଳେ ଡ୍ରଟ୍ ରିଜନ ଆସିଲା, ତାପରେ ଏପଟିକି କଣ ଟୋଟାଲ ବର୍ଷା ନାହିଁ, ବାକି ଏଇପଟି ବର୍ଷାଟା କିଏ ଛତିଶଗଡ ପଟୁ ଆସିବ। ଛତିଶଗଡ ପଟୁ ଆସିଲା ପରେ ଏପଟେ ବର୍ଷା କିଛି ଛତିଶଗଡ ପଟୁ ଆସିବ, ଦଣ୍ଡକାରଣ୍ୟ ପଟୁ, କାହିଁକିନା ଜଙ୍ଗଲଟା ପ୍ଲସ ଏଇପଟେ ଯେତେବେଳେ ଏଇ ଏରିଆଟା ତଳକୁ ଖସିବ, ତଳକୁ ଗଲା ପରେ ଏରିଆଟା ଆହୁରି ଥଣ୍ଡା ହବ ନା ନାଇଁ? ଆଜ୍ଞା ସାର୍। ଥଣ୍ଡା ହେଲା ପରେ ତାକୁ ଏଠି ମଶ୍ଚର ଦବ କୋଉମାନେ? କୋଲାବ, ଇନ୍ଦ୍ରାବତୀ, ନାଗାବଳୀ ପ୍ଲସ ମହାନଦୀ, ବ୍ରାହ୍ମଣୀ ନଈ ସବୁ ଏଇ ପଛପଟେ ତାକୁ କଣ ମଶ୍ଚର ଦେବେ।
ମର୍ସର ଦେଲା ପରେ ପୁଣି ସେ ଆଜ୍ଞା ଉପରକୁ ଯାଇକି ଏପଟେ ବର୍ଷା କରିବ। ବୁଝିଲ? ଆଜ୍ଞା ସାର୍ ଜାଣିପାରିଲ ତ? ଆଜ୍ଞା Okay. ତେଣୁ ଏଇପଟ ଏରିଆରେ ଇଣ୍ଟେନ୍ସ ରେନଫଲ, ତେଣୁ ଲାଟରାଇଟ ସଏଲ। ଏଇପଟ ଏରିଆ ପଳେଇଲେ ଟୋଟାଲ କିଛି ବର୍ଷା ହେଇନାହିଁ, ତେଣୁ ରେଡ ସଏଲ। ତାପରେ ଯେତେ ଆକୁ ଯିବ ରେଡ ଟା ମିକ୍ସିଂ ହେଇ ଆସିବ କାହା ସହିତ? ୟେଲୋ ସହିତ। ନନ୍ ଟା ଆଜ୍ଞା ଯେତେବେଳେ ଜଙ୍ଗଲ ଏରିଆ ପଳେଇ ଆସିବ ରେଡ ଟା ମିକ୍ସିଂ ହେଇଯିବ ବ୍ଲାକ୍ ସହିତ। ମିଶି ଗଲା ପରେ ତାପରେ ପୁଣି ଟିକେ ପାହାଡ ଉପରେ ପଳେଇଲେ ଟୋଟାଲ ବ୍ରାଉନ ସଏଲ। କାହିଁକିନା ରେଡ ପ୍ଲସ ବ୍ଲାକ୍ ଯେତେବେଳେ ମିଶିଯିବ କଣ ହେଇଯିବ? ବ୍ରାଉନ ହେଇଯିବ ନା ନାଇଁ? ଆଜ୍ଞା ସାର୍ ହଁ ସେଇଥିପାଇଁ ବ୍ରାଉନ ସଏଲ ତଳେ କଣ ଲେଖାଯାଏ? ବ୍ରାଉନ ଫରେଷ୍ଟ ସଏଲ। ଏଇପଟେ ହେଲା ବ୍ରାଉନ ଫରେଷ୍ଟ ସଏଲ। ବୁଝିପାରିଲ? ତେଣୁ ଏଇ ବ୍ରାଉନ ଫରେଷ୍ଟ ସଏଲ ରେ କଣ ଚାଷ ହବ? କଣଟା ହବ? ହର୍ଟିକଲଚର। ସେଇଥିପାଇଁ କୋରାପୁଟ କଫି, କୋରାପୁଟ ଷ୍ଟ୍ରବେରୀ, ମାଲକାନଗିରି ଇଏ ଫିଏ, କନ୍ଧମାଳ ହଳଦୀ ସବୁ ହେଲା। ଆଜ୍ଞା ବାକି ଏଇପଟ ରିଜନ ରେ ଏଗ୍ରିକଲଚର ଟା କାହା ଉପରେ ଡିପେଣ୍ଡ? ବର୍ଷା ତ ନାହିଁ, ବର୍ଷା ଅଳ୍ପ ଅଳ୍ପ ଏଇପଟୁ କମି ଆସିବ। ଏଇ ମିଡିଲ ପର୍ସନ ରେ ଟୋଟାଲ ବର୍ଷା ନାହିଁ, ଏଇପଟୁ କମି ଆସିଲା ବେଳେ ଦେଖିବ ଦେଓଗଡ ଫେଓଗଡ ବରଗଡ ଫରଗଡ ରେ ଏଇପଟ ଏରିଆ ସେଇଥିପାଇଁ ତାଙ୍କୁ ଦରକାର କଣ? ଇରିଗେସନ। ସେଇଥିପାଇଁ ସେଇପଟେ ଇରିଗେସନ ହୀରାକୁଦ, ସେଇଥିପାଇଁ ସେପଟେ ଇନ୍ଦ୍ରାବତୀ ରିଜର୍ଭର, ସେଇଥିପାଇଁ ସେପଟେ ମାଛକୁଣ୍ଡ ରିଜର୍ଭର ସବୁ। ବୁଝିଲ? ଆଜ୍ଞା କାହିଁକିନା ତାଙ୍କୁ ଇରିଗେସନ ଦରକାର, ପାଣିଟା ରଖିବାର ଅଛି ଏଇ ଡ୍ରାଉଟ୍ ରିଜନ ଟାକୁ ହଟେଇବା ପାଇଁ। ସେଇଥିପାଇଁ ଏଇ ଡ୍ରାଉଟ୍ ରିଜନ ଟା ଆମେ କଣ କୁହନ୍ତି? କଳାହାଣ୍ଡି ସିଣ୍ଡ୍ରୋମ ବା କେବିକେ। ଇରିଗେସନ ଜାଣିପାରିଲ? ଆଜ୍ଞା ସାର୍ Okay. ଏତିକି ହେଲା ଓଭରଅଲି। ଏବେ ଷ୍ଟାର୍ଟ ମନସୁନ ୱିଥ ୱାର୍ଲଡ କ୍ଲାଇମେଟ। ଯଦି ହଜମ ଅଛି ହଜମ କର, ଯଦି ହଜମ ନାହିଁ ରେକର୍ଡିଂ ବନ୍ଦ କରୁଛି, ଖାଲି ଶୁଣ। ଆଉ କଣ ଡାକିବାର ଅଛି? ମୁଁ ଖାଲି ଦେଖିଦିଏ ଆଗେ କଣ କଣ ଡାକିଲେ। ଖାଲି କ୍ଲାଇମେଟ ରହିଲା ତ? ସଏଲ ଡାକି ଦେଇଛି, ଫିଜିଓଗ୍ରାଫି ଡାକିଲି। ଆଜ୍ଞା ଆଜ୍ଞା କ୍ଲାଇମେଟ ଆସିବା ପୂର୍ବରୁ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଦେଖିଦିଏ। ଟାଇମ କେତେଟା ହେଲାଣି? ରାତି 11ଟା ବାଜିବ। ଫୋନ ଚାର୍ଜ କରୁଥିବ, ନହେଲେ ନାହିଁ ସେମିତି ରେକର୍ଡିଂ କରି ଛାଡ଼ିଦେବି ମୁଁ। ଟ୍ରାଏ କରିବି 9ଟା ଭିତରେ ସାରିବାକୁ। ଯଦି ତମମାନଙ୍କର ଡାଉଟ ହେଲା 11ଟା ବାଜିବ। ଯଦି ତମମାନେ ଜାଣିବାକୁ ନ ଚାହିଁବ କି ଡୋଣ୍ଟ କେୟାର, ସେମିତି ଛାଡ଼ିଦେବି। ଦେଖ ଏଇଠି ଏଇଟା ହେଲା ଷ୍ଟେଟ ବୋର୍ଡ ବହିର ଯେତିକି ଯେତିକି ଦରକାର ଅଲରେଡି କରିକି ରଖିଛି ମୁଁ। ତମକୁ ଘୋଷିବା କାମ ଦେଖ କଣ କଣ ଘୋଷିବ। ଖାଦ୍ୟ ଶସ୍ୟ ଗହମ କୋଉ କୋଉ ଡିଷ୍ଟ୍ରିକ୍ଟରେ ମିଳେ? କଟକ, ବାଲେଶ୍ୱର। ଧାନ ଏତିକି, ମକା ଏଇ ଡିଷ୍ଟ୍ରିକ୍ଟ, ବାଜରା ଏଇ ଡିଷ୍ଟ୍ରିକ୍ଟ। ନିଜେ ଥିଓରି ପକେଇବା ଦରକାର ନାହିଁ, ଯାହା ଲେଖା ହେଇଛି ତମ ସେଇଆ ଘୋଷିବ। ବୁଝିଲ ନା ନାଇଁ? ଆଜ୍ଞା ସାର୍ ଏଇଟା ହେଲା ଷ୍ଟେଟ ବୋର୍ଡର। ତାପରେ ବନ୍ୟପ୍ରାଣୀ ଦେଖ, ବନ୍ୟପ୍ରାଣୀ ଭିତରେ ତମକୁ ଡକା ହେଇଛି କେତେ କେତେ ଦେଖ। ଫାଷ୍ଟ ଦେଖ ବାଇଁଶିପଲ୍ଲୀ ଡକା ହେଲା, କୋଟଗଡ ଡକା ହେଲା, କର୍ଲାପ ଡକା ହେଇଛି, ସୁନାଗଡ ଡକା ହେଇଛି, ଦେବ୍ରିଗଡ ଡକା ହେଇଛି, ବଦରମା, ଖଳାଶୁଣି, ସାତକୋଶିଆ, ଚନ୍ଦକା ଡମ୍ପଡା, ଭିତରକନିକା, ହଦଗଡ, ଶିମିଳିପାଳ, ଗହିରମଥା, ବାଲୁଖଣ୍ଡ, ନଳବଣ, ଲଖାରୀ ଭେଲି, ଗଞ୍ଜାମ ଗଜପତି ସବୁ ଡକା ହେଇଛି ନା ନାଇଁ ଏତିକି? ଆଜ୍ଞା ସାର୍ ତେଣୁ ସବୁ ଏଇଟା ଡିଷ୍ଟ୍ରିକ୍ଟ ର ବହି ଯାଉଛି। କ୍ଲାସ 8th କ୍ଲାସ ବହିରେ ଅଛି ହେଲା। ବାକି ତମେ ଜାଣୁଥିଲ, ତମେ ସେତିକି ମୂର୍ଖ। ବୁଝିଲ? ଆଜ୍ଞା ସାର୍ ସବୁ ଡକା ହେଇଛି ନା ନାଇଁ? ଟିକେ ରହ ଫୋନ୍ ଟା ଚାର୍ଜ କରିଦିଅ। ହଁ ସାର୍ ଶିମିଳିପାଳ କଣ ଏଟା? କଲଢିଆ ଫଲଡି କୁଲଧିଆ ଫୁଲଦିଆରେ ସବୁ ଡକା ହେଇଛି। ହଁ ସାର୍ କୁଲଡିଆ ବାଲେଶ୍ୱର ତାପରେ ଦେଖ ଓଡିଶା ବନ୍ୟପ୍ରାଣୀ ମଧ୍ୟରେ ଅନ୍ୟ ପ୍ରକାର ମୟୂରଭଞ୍ଜ, ଶିମିଳିପାଳ, ମହାବାଳ, ଭୁବନେଶ୍ୱର ନିକଟ, ଚନ୍ଦ୍ରଭାଗା ବହୁତ ହାତୀ ଦେଖାଯାଆନ୍ତି। ତ ଏଇଠି ଖାଲି ଟିକେ ପଢିଦବ। ପୁରୀ ଓ ଗଞ୍ଜାମ ଉପକୂଳରେ ବାଲି ହରିଣ, କୃଷ୍ଣସାର ମୃଗ। ବୁଝିଲ? ଏଇ ବାଲି ହରିଣ ଟା ଲେଖିବ। ଆମେ କୃଷ୍ଣସାର ଲେଖିଛନ୍ତି ବ୍ଲାକ୍ ବକ୍। ବୁଝିଲ? ବାଲି ହରିଣ ଲେଖିବ। ଆଜ୍ଞା ଓଡିଶାର ଅଇରାଜ ଫୈରାଜ ଏଇଟା କି ଦରକାର ନାହିଁ। ଅନ୍ୟ ପ୍ରକାର ପକ୍ଷୀ ବାସ କରନ୍ତି, ଇଏ ତ ଦରକାର ନାହିଁ। କଙ୍କଡା ଫଙ୍କଡା, ଓଡିଶା ରଙ୍ଗ ବେରଙ୍ଗ ପ୍ରଜାପତି, ଇଏ ବି ଦରକାର ନାହିଁ। ବନ୍ୟଜନ୍ତୁ ସଂରକ୍ଷଣ ଦେଖ, এই ସଂରକ୍ଷଣ ବୋର୍ଡ ଅଲରେଡି ତମକୁ ଡାକିଲି, ବନ୍ୟପ୍ରାଣୀ ସଂରକ୍ଷଣ ବୋର୍ଡ ଆଜ୍ଞା ଆଜ୍ଞା 1974 ହେଇଥିଲା। ବାକି ଏଇଟା ଭାରତ ଲେଖା ହେଇଛି, ଓଡିଶା ନୁହେଁ। ମୁଁ ଡାକିଛି ତମକୁ ଓଡିଶା ହେଲା, ତେଣୁ କନଫ୍ୟୁଜ ହବନି। ତାପରେ ଇଏ ପଳେଇ ଆସିଲା ଇଣ୍ଡିଆର। ଏଇ ଦେଖ କୁମ୍ଭୀର 3ଟା ଟାଇପ ତମ ଅଲରେଡି କୁମ୍ଭୀର ଡାକି ଦେଇଛି। ଏଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, ଚନ୍ଦକା ହସ୍ତୀ ପ୍ରକଳ୍ପ,
ବୁଝିଲ? ଆଜ୍ଞା ଆଜ୍ଞା ଓଡିଶାର ପ୍ରାୟ 18ଟି ଅଭୟାରଣ୍ୟ ଅଛି, 18ଟା ସାରା ଏବେ ତମକୁ ଡାକିଲି। ଆଜ୍ଞା ପୁରୀ ଜିଲ୍ଲା ଅନ୍ତର୍ଗତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ କୃଷ୍ଣସାର ମୃଗ, ହରିଣ, ପାତିମାଙ୍କଡ, ହନୁମାଙ୍କଡ ମନେ ରଖିବା ନା ଖାଲି ବ୍ଲାକ୍ ବକ୍। ତାପରେ ଏଇ ଆଜ୍ଞା ଡକା ହେଲା ଅଲିବ୍ରିଡରେ କଇଁଛ ଦେବା ପାଇଁ ଅଣ୍ଡା ଦେବା ପାଇଁ ଆସନ୍ତି କୋଉଠି ଗହିରମଥା। ଆଜ୍ଞା ଦେଖିପାରୁଛ ନା ଦେଖାପନି? ହଁ ସାର୍ ଏଠି କଣ ଲେଖା ହେଇଛି? ଦେଖିଲି ଓଡିଶା ଶିମିଳିପାଳ ହେଉଛି ଏକମାତ୍ର ସଂରକ୍ଷିତ ଜୈବ ମଣ୍ଡଳ ଯୋଉଟା ତମକୁ ଏବେ ଜଣା ନଥିଲା। ଓନ୍ଲି ବାୟୋସ୍ଫିୟର ରିଜର୍ଭ କୋଉଠି? ଶିମିଳିପାଳ ହେଲା। ଆଜ୍ଞା 2ଟି ଆଜ୍ଞା ଜାତୀୟ ଉଦ୍ୟାନ ଅଛି, ଏଗୁଡିକ ହେଲା କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା, ବୌଦ୍ଧ ଜିଲ୍ଲାର ପଦ୍ମତଳା ଜାତୀୟ ଉଦ୍ୟାନ। ଏଇଟା ଖାଲି ମନେ ରଖିଛ ପଦ୍ମତଳା। ସାର୍ ଆଉ ଗୋଟେ ଆଡ୍ କରିଦବ, ପଦ୍ମତଳା ଟା କୋଉଠି? ବୌଦ୍ଧ ଡିଷ୍ଟ୍ରିକ୍ଟ ହେଲା। ଏଇଟା ଆଡ୍ କରିଦବ, ସେ ନୋଟରେ ଆଡ୍ କରିଦିଅ। ତାପରେ ମହାନଦୀର ସାତକୋଶିଆ ଗଣ୍ଡର ଛାଡ ଅଜଗର। ଏଇଟା ତାକୁ ହଦଗଡ କଥା ବି ଲେଖା ହେଇଛି ଏଠି। ଫୁଲବାଣୀର ବାଲିଗୁଡା, ଆଜ୍ଞା କୋଟଗଡ, ସମ୍ବଲପୁର ରେଢାଖୋଲ ଅନ୍ତର୍ଗତ ବନଖଣ୍ଡର ଖଳାଶୁଣି ଅଭୟାରଣ୍ୟ ଲେଖା ହେଇଛି। ଆଜ୍ଞା ବାଲେଶ୍ୱର ଜିଲ୍ଲା କୁଲଢିଆ ସବୁ ଲେଖା ହେଇଛି ହେଲା। ଗଜପତି ଜିଲ୍ଲାର ଲାଖେରୀ, ନୟାଗଡ ବୌଦ୍ଧ ଜିଲ୍ଲାର ବାଇଶିପଲ୍ଲୀ, ନୟାଗଡ ବୌଦ୍ଧ ଅନୁଗୁଳର ସାତକୋଶିଆ, ସମ୍ବଲପୁରର ଉଷାକୋଟି ବା ବଦରମା, ନୂଆପଡା ଜିଲ୍ଲାର ସୁନାବେଡା, ଗଞ୍ଜାମ ଜିଲ୍ଲାର ଭେଟନଈ, ବାଲିପଦର କୃଷ୍ଣସାର। ଏଇଟା ଲେଖିଦିଅ। ଯୋଉ କୃଷ୍ଣସାର ପାଖରେ ମୁଁ ଲେଖିନଥିଲି ଗୋଟେ ହେଲା ବାଲୁଖଣ୍ଡ ଆଉ ଗୋଟେ ଗଞ୍ଜାମ ଲେଖିଥିଲି, ସେ ଗଞ୍ଜାମ ସାଇଡରେ ଲେଖିଦିଅ ଭେଟନଈ ପ୍ଲସ୍ ବାଲିପଦର। ଲେଖିଲ? ଆଜ୍ଞା ସାର୍ ଚିଲିକା ଏଇଟା ଲେଖା ହେଇଛି 1981 ରେ ରାମସର କନଭେନସନ ଅନୁସାରେ ତାକୁ ଲଗା ହେଇଥିଲା ଚିଲିକାରେ ହେଲା 1981। ତାପରେ ଆଉ କଣ? ତାପରେ ଏଇଟା ବି ଲେଖ, ନଳବଣକୁ 1987 ମସିହାରେ ଏକ ଅଭୟାରଣ୍ୟ ରୂପେ ଘୋଷଣା କରାହେଲା। ନଳବଣ କୋଉ ମସିହା? 1987। ଏଟା ଗୋଟେ ବାର୍ଡ ସାଞ୍ଚୁଆରୀ। ତାପରେ ଏଇଟା ଦେଖ ସେନ୍ସସ୍, ମୋଟ ଜନସଂଖ୍ୟା ଓଡିଶାର କେତେ? 4,10,00,000। ଓଡିଶାର ଜନସଂଖ୍ୟାର ଘନତ୍ୱ ତା ମାନେ ପପୁଲେସନ ଡେନ୍ସିଟି କେତେ? 269। ତାପରେ ପପୁଲେସନ ଗ୍ରୋଥ ରେଟ୍ 14.05। ତାପରେ ଏଟା ନାରୀ ପୁରୁଷ ଅନୁପାତ ମାନେ ଫିମେଲ ସେକ୍ସ ରେସିଓ 978 ବା ଖାଲି ସେକ୍ସ ରେସିଓ। ସହରୀ ଜନସଂଖ୍ୟା ତା ମାନେ ଅର୍ବାନ ପପୁଲେସନ। ସାକ୍ଷରତା ହାର ମାନେ ଲିଟରେସି ରେଟ୍ ଓଡିଶାର କେତେ? 72.87। ସେ ଭିତରେ ମେଲ ଲିଟରେସି ହେଲା, ଫିମେଲ ହେଲା 62, ମେଲ ହେଲା 81.59। ଜନ୍ମ ମୃତ୍ୟୁ ମାନେ ବାର୍ଥ ରେଟ୍ ଓଡିଶାର କେତେ? 19.80, ଡେଥ ରେଟ୍ ହେଲା 8.20। ତାପରେ ଶିଶୁ ମୃତ୍ୟୁ ହାର ତା ମାନେ ଇନଫାଣ୍ଟ ମୋର୍ଟାଲିଟି ରେଟ୍ IMR, ମାତୃ ମୃତ୍ୟୁ ହାର ମାଟର୍ନାଲ ମୋର୍ଟାଲିଟି ରେଟ୍ MMR 59,237। ଆଉ ଏଇଟା ଆପରେ ବିଲିଭ ନ କରିକି ବିଲିଭ କର କୋଉଠି? ଇକୋନୋମିକ ସର୍ଭେରେ। କାହିଁକି ନା ଏଇଟା ହେଲା ବେସ୍ଡ ଅନ୍ 2011 ସେନ୍ସସ୍। ଯଦି ତମକୁ ପଚାରିଥିବ ବେସ୍ଡ ଅନ୍ 2011 ସେନ୍ସସ୍ ତାହେଲେ ଏଇଟା ଠିକ। ଯଦି ପଚାରିଥିବ ଇନ୍ 2020 ତାହେଲେ ସେଟା ଯିବ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ 5 NFHS5 ବା ଇକୋନୋମିକ ସର୍ଭେ। ବୁଝିପାରିଲ? ଆଜ୍ଞା ତାପରେ ଏଟା ହେଲା ଜନସଂଖ୍ୟା। ଏଇ ଦେଖ ଓଡିଶା ଆଉ ଭାରତ ସବୁ କମ୍ପାରିଜନ ହେଇଛି, କେତେ ପ୍ରତିଶତ ବୃଦ୍ଧି ହାର, ପୁରୁଷ ମହିଳା, ଜନସଂଖ୍ୟାର ଘନତ୍ୱ, ସାକ୍ଷରତା ହାର, ମହିଳା ସାକ୍ଷରତା ସବୁ ଅଛି ହେଲା। ତାପରେ ଭାରତର ଜନସଂଖ୍ୟା ଅଭିବୃଦ୍ଧି ଏଇ ଟେବୁଲଟା ବହୁତ ଇମ୍ପୋର୍ଟାଣ୍ଟ। ସେଇ ଭିତରେ ଏଇଟା ମନେ ରଖ, 1921 ହେଲା ପିରିୟଡ ଅଫ ନେଗେଟିଭ ପପୁଲେସନ ହେଲା। ବୁଝିଲ ନା ନାଇଁ? ଆଜ୍ଞା ତାପରେ ପପୁଲେସନ ଡବଲିଂ ପିରିୟଡ ଗୋଟେ କୁହନ୍ତି 19 ଏଇ ଦେଖ ଏଇଠି ଥିଲା 1.25, ଆର ଡବଲ ଟା କେତେ? 2.24 ନା ନାଇଁ 2.22। ଡବଲିଂ ପପୁଲେସନ କେବେ ହେଲା? 1981। 1981 ଆଉ ଗୋଟେ 1951 ହେଲା ଡେମୋଗ୍ରାଫି ଡିଭାଇଡ ଇୟର ଅଫ ଡେମୋଗ୍ରାଫି ଡିଭାଇଡ ହେଲା। ସେ ଭିତରୁ ଖାଲି ନେଗେଟିଭ ପପୁଲେସନ ଏଟା ମନେ ରଖିଥିବ। ତାପରେ ଜନସଂଖ୍ୟାର ବୃଦ୍ଧି ହାର ଏଟା ସେ ଭିତରେ ପଢିବ ତମେ ଦେଖି।
ତାପରେ ଦେଖ ଏଠି ଓଡିଶାର ଜଳବାୟୁ ହେଲା, ଏଇଟା ତମକୁ ପଢେଇବି। ବାକି ଅତିବୃଷ୍ଟିପାତ କେତେଟା ଡିଭିଜନ ଦେଖ, ଅତିବୃଷ୍ଟିପାତ ଅଞ୍ଚଳ ଯୋଉଠି ବାର୍ଷିକ ହାରାହାରି 1550 ମିଲିମିଟର। ଆଉ ଏଇଟା ଏରିଆ ତମ କାମ ହେଲା ଏରିଆ ତମ ମନେ ରଖିବ ହେଲା। ଅତିବୃଷ୍ଟିପାତ ଅଞ୍ଚଳ ମାନେ କଣ? ସେଟା ହେଭି ରେନଫଲ ଏରିଆ। ହଁ ହେଥିରେ ହେଭି ରେନଫଲ ଏରିଆ କୋଉଟା? ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ଇବ୍। ବାସ୍ ଏତିକି କଣ ମନେ ରଖିବ, ଆଉ ଡାକିବିନି ଖାଲି ଏଇଠି ଲେଖା ହେଇଛି ତମେ ପଢିବ ଆଉ କଣ। ତାପରେ ମୁଁ ଖାଲି ତମକୁ କହିଦେମି ଗେସ୍ କେମିତି କରିବ ହେଲା, କୋଉ କୋଉ ଡିଷ୍ଟ୍ରିକ୍ଟ ବୋଲି। ଦେଖ ଏଇଟା ହେଲା ମାକ୍ସିମମ୍ ରେନଫଲ, କାହିଁକି ନା ଚିଲିକା କୋଷ୍ଟ। ତମକୁ କଣ କହିଲି ଆଜ୍ଞା ପ୍ରୋଫାଇଲ ଟା ଭଲସେ ମନେ ରଖୁ, ଏପଟି 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 ତାପରେ ଏମିତି ତାପରେ ଏମିତି, ତେଣୁ କୋଷ୍ଟାଲ ଟା ଅଧିକା ହବ ନା ନାଇଁ। ଆଜ୍ଞା ଦେଖ 1550 ରୁ ଏଇଟା ହେଲା ଗୋଟେ କୋଷ୍ଟାଲ ପାର୍ଟ ଗଲା, ଏଇଟା ଗୋଟେ କୋଷ୍ଟାଲ ପାର୍ଟ ଗଲା, ଏଇ ପାର୍ଟଟା ତା ଆଜ୍ଞା ପାଖାପାଖି। କାହିଁକି? କାହିଁକି ନା ଯେତେବେଳେ ଫାଷ୍ଟ ତମକୁ କହିଥିଲି ଏଠି ଘୁରିକି ଉପରକୁ ଉଠିଲେ ଏଇ ପାଖରେ ଅଧିକ ବର୍ଷା କରିବ କି ନାଇଁ। ମନେ ରଖ, ଆଜ୍ଞା ଯେତେବେଳେ କହିଲି ଆସିକି ମନସୁନ ଟା ଘୁରିକି ଉପରକୁ ଉଠିବ ତାପରେ ବର୍ଷାଟା କରିବ। ତାମାନେ କୋଷ୍ଟାଲ ଏରିଆ ଆଜ୍ଞା ଭିତରେ ପଶିଲା ପରେ ବର୍ଷା ହବ ନା ନାଇଁ। ତେଣୁ ପୁରା କୋଷ୍ଟାଲ ଆଜ୍ଞା ଏରିଆ ବର୍ଷା ହବନି, ପୁରା କୋଷ୍ଟାଲ ଏରିଆ ଟିକେ ଭିତରକୁ ପାହାଡ ପାଖକୁ ଗଲାବେଳେ ବର୍ଷା ହବ। ସେଇଟା ଦେଖ ଏଇ ପୁରା କୋଷ୍ଟ ଯୋଉଟା ସେଇଠି କମ, ବାକି ଟିକେ ଭିତରକୁ ଗଲେ ବର୍ଷାଟା ବଢିବ। ବୁଝିପାରିଲ? ବୁଝିପାରିଲ କି ନାଇଁ? ଆଜ୍ଞା ଆଜ୍ଞା ସାର୍ ସାର୍। ତାପରେ ଯେତେବେଳେ ଏଇଠୁ ତଳୁ ତଳ ଖସିବ, ବର୍ଷା କମି 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 ଆସିବ ନା ନାଇଁ। ତାମାନେ ଏଇ ଜାଗାରେ ଅଧିକା ବର୍ଷା ଥିବ, ତେଣୁ ଦେଖ ତାଙ୍କ ପାଖାପାଖି ସବୁବେଳେ ଅଧିକା ବର୍ଷା। ବୁଝିଲ? ଆଜ୍ଞା ତାପରେ ଯେତେବେଳେ ଏଇ ଏରିଆକୁ ପଳେଇ ଆସିବ, ଏଇ ଏରିଆଟା ପୁରା ଡ୍ରଟ୍ ପ୍ରୋନ୍ ରିଜିଅନ। ଦେଖ ଏଇ ଏରିଆଟା ହେଲା ପୁରା ଡ୍ରଟ୍। ବୁଝିଲ? ଏଇ ଏରିଆ ଆଜ୍ଞା ଟିକେ ଡ୍ରଟ୍, କାହିଁକି ନା ଏଇଠୁ କୋଷ୍ଟ ସରିଯିବ। ତେଣୁ କନଫ୍ୟୁଜ ହବ ନା ଟୋଟାଲ କୋଷ୍ଟ ବୋଲି, କୋଷ୍ଟ ଏଇଠୁ ଖତମ। ଏଇଟା ହେଲା ଭିତର ଏରିଆ, ଆନ୍ଧ୍ର ବର୍ଡର। ବୁଝିଲ? ଆଜ୍ଞା সেই ଅନୁସାରେ ବାସ୍ ପ୍ରୋଫାଇଲଟା ହେଲା, ଏଇଟା ହେଲା ରିସର୍ଚ୍ଚ ପ୍ରୋଫାଇଲ, ବାକି ଏଇଟା ହେଲା ଜେନେରାଲିକ ପ୍ରୋଫାଇଲ। ସେ ଭିତରେ ଏଇ ରିଜିଅନ ଟାକୁ କୁହନ୍ତି ଡ୍ରଟ୍ ପ୍ରୋନ୍ ରିଜିଅନ, ତା ମାନେ 1350 ରୁ କମ। ଦେଖ ଏଇଠି ଗୋଟେ ପାର୍ଟ 1350 ରୁ କମ, ଏଇଠି ଗୋଟେ ପାର୍ଟ କିନ୍ତୁ ଏଇ ପାର୍ଟରେ ହୁଏ, ବାକି ଏଇଟା ତମ ଜେନେରାଲ ଯେହେତୁ 8th କ୍ଲାସ ବହି ଜେନେରାଲ ଦେଇଦେଇଛି। ମୁଁ ତମକୁ ଦେଖେଇଦେବି ଆକ୍ଚୁଆଲି କେମିତି ବର୍ଷା ହୁଏ ହେଲା। ତାପରେ ମଧ୍ୟ ମାନେ ମିଡିଲ, ତମ କାମ ହେଲା ଖାଲି ମନେ ରଖିବ କେତେରୁ କେତେ ହେଲେ ମିଡିଲ। 1550 ରୁ ଅଧିକା ହେଲେ ହେଭି ରେନଫଲ, ମିଡିଲ ରେନଫଲ ବା ଆଭରେଜ ରେନଫଲ ହେଲା 1350 ରୁ 1550, ଆଉ ଲୋ ରେନଫଲ ହେଲା 1350 ରୁ କମ। ତେଣୁ ଡିଭିଜନ ଟା ଖାଲି ମନେ ରଖିବ, 1350 ରୁ କମ ହେଲେ ଲୋ, 1350 ରୁ 1550 ହେଲେ ମିଡିଲ, 1550 ପ୍ଲସ ହେଲେ ହାଏ। ଆଉ ଏଇଟା ମିଲିମିଟର ନଟ୍ ସେଣ୍ଟିମିଟର। ସେଣ୍ଟିମିଟର ମିଲିମିଟର କନଭର୍ଟ ହେଲେ ଏଇଟା ଖାଲି 1300 ହେଇଯିବ କି 135 ହେଇଯିବ। ଗୋଟେ ଆଜ୍ଞା ମିଲିମିଟର 10 ସେଣ୍ଟିମିଟର ବା। 10 ସେଣ୍ଟିମିଟର ଆଜ୍ଞା ତେଣୁ ଦେଖିବ ମିଲିମିଟର ଦେଇଛି ନା ସେଣ୍ଟିମିଟର ଦେଇଛି। ତାପରେ ଏ ଟୋଟାଲଟା ହେଲା 8th କ୍ଲାସ ବହି, 7th 8th 9 ଆଉ 10 ମିଶିକି। ସେ ଅନୁସାରେ ତମେ ମୁଁ ଦେଇଦେବି ପିଡିଓଟା, ତମେ ତମର ବସିକି ପଢୁଥିବ। ତାପରେ ଦେଖ ଖଣିଜ ପଥର, ଲୁହାପଥର କୋଉ କୋଉ ଡିଷ୍ଟ୍ରିକ୍ଟରେ ମିଳେ? କେଉଁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼। ବାସ୍, ଆଉ ମୁଣ୍ଡ ଖର୍ଚ୍ଚ କରିବନି। ତାପରେ ହାଇଏଷ୍ଟ ଲେଭେଲ ତମ ଇକୋନୋମିକ୍ସରୁ ପଡିବ। କ୍ରୋମାଇଟ କୋଉଠୁ ମିଳେ? ଯାଜପୁର, କେଉଁଝର, ଢେଙ୍କାନାଳ। ଆଉ ବେଶୀ ମୁଣ୍ଡ ଖର୍ଚ୍ଚ କରିବନି ହେଲା। ଆଜ୍ଞା ସେମିତି ଅଭ୍ର କୋଉଠି ମିଳେ? କୋଇଲା କୋଉଠି ମିଳେ? ଖଣିଜ ତୈଳ ଓଡିଶାରେ ନାହିଁ, ବ୍ଲାଙ୍କ ଅଛି ମାନେ ବାସ୍ ବ୍ଲାଙ୍କ ହେଲା। ଆଜ୍ଞା କୋଇଲା ଆଜ୍ଞା ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ଼। ତମେ ଆଉ ବେଶୀ ମୁଣ୍ଡ ଖର୍ଚ୍ଚ କରିବନି, ଯାହା ଅଛି ସେତିକି ପଛରେ ତମ ଇକୋନୋମିକ୍ସ ଉପରକୁ ତମେ ଯିବ। ତାପରେ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଲୁହାପଥର କୋଉଠି କୋଉଠି ୟୁଜ ହୁଏ? କୋଉଠି? ଲୌହ ଇସ୍ପାତ, ଆଇରନ୍ ଆଣ୍ଡ ଷ୍ଟିଲ୍, ମାଙ୍ଗାନିଜ, ମିଶ୍ର ଧାତୁ, କ୍ରୋମାଇଟ, ଇସ୍ପାତ ଆଉ ଚମଡା ଶିଳ୍ପ, ଆଲୁମିନିୟମ ଶିଳ୍ପ, ବୈଦ୍ୟୁତିକ ଶିଳ୍ପ, ତାପଜ ବିଦ୍ୟୁତ କେନ୍ଦ୍ର। ତାପଜ ବିଦ୍ୟୁତ ମାନେ ଏନଟିପିସି, ଥର୍ମାଲ ହାଇଡ୍ରୋ ପାୱାର ପ୍ଲାଣ୍ଟ ଆଜ୍ଞା ହେଲା। ଆଜ୍ଞା ତାପରେ ମୁଦ୍ରା ମାନେ ପ୍ରିଣ୍ଟ, ଯୋଉ ମିଣ୍ଟିଂ କଏନ। ମେଣ୍ଟିଂ କମ୍ପ୍ୟୁଟର ଆଣ୍ଡ ସିଲିକନ ବା ସେମି କଣ୍ଡକ୍ଟର କଣ? କ୍ୱାର୍ଟଜ। ରତ୍ନପଥର ମାନେ ଅର୍ଣ୍ଣାମେଣ୍ଟ, ଖଣିଜ ତୈଳ ମାନେ ଯାନ ଇନ୍ଧନ, କୋଇଲା ମାନେ ତାପଜ ବିଦ୍ୟୁତ କେନ୍ଦ୍ର ଜାଣିଛ, ଅଭ୍ର ମାନେ ବୈଦ୍ୟୁତିକ ଶିଳ୍ପ ମାନେ ଇଲେକ୍ଟ୍ରିସିଟି। ଅଭ୍ରର ଇଂଲିଶ କଣ? ମାଇକା ମିକା ନା ମାଇକା। ତାପରେ ହଁ ସାର୍ ସେଇ ଇସ୍ପାତ, ଚମଡା ଶିଳ୍ପ ହେଲା। ତାପରେ ଏଇଟା ଦେଖ ଜିଲ୍ଲା ଆଉ ସଦର ମହକୁମା, ସେ ଭିତରେ ସବୁଥିରେ ସମାନ। ଗଞ୍ଜାମର ଛତ୍ରପୁରୀ, ଗଜପତିର ପାରଳାଖେମୁଣ୍ଡି ଆଉ ପ୍ରାୟତଃ ସବୁ ସମାନ ହେଲା। ଯାହା ଗୋଟେ ମୟୂରଭଞ୍ଜର ବାରିପଦା ସଦର ମହକୁମା ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର। ହଁ ଅନୁଗୁଳ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ଅନୁଗୁଳରେ। ବାକି ଗଜପତିର ହେଡକ୍ୱାର୍ଟର ପାରଳାଖେମୁଣ୍ଡି, ଗଞ୍ଜାମର ଛତ୍ରପୁର, କଳାହାଣ୍ଡିର କୋଉଠି? କଳାହାଣ୍ଡିରେ ଭଲ ହବା, କଳାହାଣ୍ଡିର ଭବାନୀପାଟଣା ହେଲା। କନ୍ଧମାଳ ଫୁଲବାଣୀ। ଆଉ ସବୁଥିରେ ପ୍ରାୟ ନିୟରଲି।
ଏଇ ଯୋଉରା ଖାଲି ଅଲଗା ଅଲଗା ସେଟା ମନେ ରଖିବ। ଜଗତସିଂହପୁର ଜଗତସିଂହପୁର, ଝାରସୁଗୁଡ଼ା ଝାରସୁଗୁଡ଼ା, ମୟୂରଭଞ୍ଜର ବାରିପଦା ହେଲା। ହେଡକ୍ୱାର୍ଟର ମନେ ରଖିବ, କୋଉ ଡିଷ୍ଟ୍ରିକ୍ଟର କୋଉଟା ହେଡକ୍ୱାର୍ଟର, ନ ତ ପଚାରିଥିବ ଗଜପତିର ତ ମାରିଦେଇଥିବ ଗଜପତି। ତାପରେ ଦେଖ ଏଇଠି ଭୂ ପ୍ରକୃତି ଅନୁସାରେ ଓଡିଶାକୁ 3 ଭାଗରେ ବିଭକ୍ତ କରାଯାଏ। ଏଇଠି ସେ କଣ ଦେଖିଲା, ଫାଷ୍ଟ ମଧ୍ୟ ପାର୍ବତ୍ୟ ଅଞ୍ଚଳ ତାମାନେ ମିଡିଲ ମାଉଣ୍ଟେନ ଲେଖିଲା ନା ନାଇଁ। ଆଜ୍ଞା ସାର୍। ତାପରେ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ମାନେ କୋଷ୍ଟାଲ ପ୍ଲେନ, ଆଉ ପଶ୍ଚିମ ମାଳ ଅଞ୍ଚଳ ମାନେ ୱେଷ୍ଟର୍ଣ୍ଣ ପ୍ଲାଟୁ। 3ଟା ଗଲା। ଆଜ୍ଞା ବାକି ଏଇ ଭିତରେ ଦେଖ ଏଇ ଫିଗର ସେ 4ଟା କରିଛି, ମଧ୍ୟ ପାର୍ବତ୍ୟ ଅଞ୍ଚଳ, ପଶ୍ଚିମ ମାଳଭୂମି, ଏ ଗଡାଣିଆ ଉଚ୍ଚଭୂମି, ଏଇଟା ହେଲା ରୋଲିଂ ପ୍ଲାଟୁ। ବୁଝିଲ, ଏ ଗଡାଣିଆ ଉଚ୍ଚଭୂମି କୋଉଟା ଏଇ ପାର୍ଟଟାକୁ ଦେଇଛି ନା ନାଇଁ, ଆଜ୍ଞା ସାର୍। ଗାର ମରା ହେଇଯିବ, ଏଇ ପାର୍ଟଟା ଦେଖା ପଡୁଛି ନା ନାଇଁ। ହଁ ହଁ ସାର୍ ହଁ ସାର୍। ଦେଖ ସେଇଟା ଆମେ ଏଇଠି କରିଥିଲେ ନା ନାଇଁ 4ଟା, ଏଇ ପାର୍ଟଟା। ବୁଝିଲୁ, ବୁଝିପାରିଲ ନା ନାଇଁ ରୋଲିଂ ପ୍ଲାଟୁ ବୋଲି। ଆଜ୍ଞା ତେଣୁ ତମ ଇଚ୍ଛା ତମ କୋଉ 4ଟା ମନେ ରଖିବ ହେଲା। ତାର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ସେଠି ଯା, ଏଠି ସେ ଅଛି, ଖାଲି ଅଲଗା ଅଲଗା ଖାଲି କରିଛି। ତମେ ଦେଖ ସେ ଭିତରେ ମନେ ରଖିବ କଣ ଦେଖ। ଫାଷ୍ଟ ହେଲା ଧର ମଧ୍ୟ ପାର୍ବତ୍ୟ ଅଞ୍ଚଳ ତା ମାନେ ମିଡିଲ ମାଉଣ୍ଟେନ, କୋଉଠି ମଧ୍ୟଭାଗ ମୟୂରଭଞ୍ଜରୁ ଶିମିଳିପାଳ, ଏଇଟା ହେଲା ଫାଷ୍ଟ ଏକ୍ସଟେନସନ। ମୟୂରଭଞ୍ଜର ଶିମିଳିପାଳଠୁ ମାଲକାନଗିରି ପର୍ଯ୍ୟନ୍ତ ହେଲା ମଧ୍ୟ ପାର୍ବତ୍ୟ ଅଞ୍ଚଳ, ଏଇଟା ପଡିପାରେ। ତାର ଆଭରେଜ ହାଇଟ୍ ହେଲା 900 ମିଟର। ତାପରେ ଏଇ ଭିତରେ କଣ ଅଛି, ଦେଓମାଳି ହେଲା। ଖାଲି ସିମ୍ପଲି ପଚାରିବ ଦେଓମାଳି ଓଡିଶାର କୋଉ ଫିଜିଓଗ୍ରାଫି ଡିଭିଜନ ଅଛି, ମିଡିଲ ମାଉଣ୍ଟେନ। ବୁଝିଲ, ଆଜ୍ଞା ଏତିକି ଖାଲି ହିଁ କ୍ୱେଶ୍ଚନ ପଡେ, ଆଉ କିଛି ନାହିଁ। ସେମିତି ପଶ୍ଚିମ ମାଳଭୂମି ମାନେ ୱେଷ୍ଟର୍ଣ୍ଣ ପ୍ଲାଟୁ, ତାର ହାଇଟ୍ କେତେ 1500 ରୁ 300। ଏଇ ମାଳ ଅଞ୍ଚଳ ଉତ୍ତର ପୂର୍ବରୁ ଦକ୍ଷିଣ ଆଡକୁ କ୍ରମଶଃ ଢାଳୁ, ଏଇଟା ପଡିପାରେ ଯେ ଆଙ୍କର ଇନକ୍ଲିନେସନ ଟା କୁଆଡୁ, ନର୍ଥ ଇଷ୍ଟ ରୁ କୁଆଡକୁ ଢାଳୁ, ଉତ୍ତର ପୂର୍ବରୁ ଦକ୍ଷିଣ ଆଡକୁ ସାଉଥ। ଦେଖ ନର୍ଥ ଇଷ୍ଟ ରୁ ସାଉଥ ନା ନାଇଁ, ତାମାନେ ଏଇପଟେ ଢଳେଇଛି ନା ନାଇଁ। ଆଜ୍ଞା ତମକୁ ଏଇଟା କଣ କୁହାଯାଇଥିଲା ତା ପ୍ରୋଫାଇଲରେ, ନର୍ଥ ଇଷ୍ଟ ରୁ ସାଉଥ ଢଳଉଛି ନା ନାଇଁ। ଏଇଟା ହେଲା ନର୍ଥ, ଆଜ୍ଞା ଏଇଟା ହେଲା ସାଉଥ। ଏପଟିକି ଗଲେ ବି ଏଇଟା ହେଲା ନର୍ଥ ଇଷ୍ଟ, ଏଇଟା ସାଉଥ, ଏଇପଟେ ଢଳଉଛି ନା ନାଇଁ ସବୁବେଳେ। ଆଜ୍ଞା ସେଇଟା ହିଁ ସେଇଠି କୁହାଯାଇଛି, ତା ଇନକ୍ଲିନେସନ ଟା କୋଉ ପଟେ ଢଳଉଛି ହେଲା। ଏଇଟା ହିଁ ମନେ ରଖିବ। ଆଉ ତାପରେ ଏଇଠି ଡାଇରେକ୍ଟ ପଡିପାରେ ତେଲ ଆଉ ଋଷିକୁଲା ବଂଶଧାରା କୋଉ ଫିଜିଓଗ୍ରାଫି ଡିଭିଜନ ଅଛି, କୋଉଠି ପଶ୍ଚିମ ମାଳଭୂମି। ଆଜ୍ଞା ବୁଝିଲ, ଆଜ୍ଞା ସେମିତି ଉତ୍ତରକୂଳବର୍ତ୍ତୀ ଏଠି କଣ କଣ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଆଉ ବ୍ରାହ୍ମଣୀ। ଜାଣିପାରିଲ, ତାମାନେ ଯେତିକି ସାଉଥ ର ସବୁ ଋଷିକୁଲା ଇନ୍ଦ୍ରାବତୀ ବଂଶଧାରା ସେ ସବୁ ୱେଷ୍ଟର୍ଣ୍ଣ ମାଳଭୂମି। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ମାନେ କୋଷ୍ଟାଲ ପ୍ଲେନ, କୋଷ୍ଟାଲ କୋଉଗୁଡା ବାଲେଶ୍ୱର, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଫାମଣୀ, ଏରା ସବୁ ନା ଯାଜପୁର ଫାଜପୁର ଡିଷ୍ଟ୍ରିକ୍ଟ ର। ଆଜ୍ଞା ସାର୍। ତାପରେ ଏଠି ଏକ୍ସଟେନସନ ଦେଖାଯାଇଛି, ଏହା ଉତ୍ତରରେ ସୁବର୍ଣ୍ଣରେଖା ଠାରୁ ଋଷିକୁଲା ପର୍ଯ୍ୟନ୍ତ ବିସ୍ତୃତ। ତାମାନେ ସୁବର୍ଣ୍ଣରେଖା କୋଉଠି, ତାମାନେ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ, ତାମାନେ କୋଷ୍ଟାଲ ପ୍ଲେନ ଏକ୍ସଟେନସନ କୋଉଠି ସୁବର୍ଣ୍ଣରେଖା ବାଲେଶ୍ୱର ଟୁ ଋଷିକୁଲା ଟା କୋଉଠି ଗଞ୍ଜାମ। ତାମାନେ ବାଲେଶ୍ୱର ଗଞ୍ଜାମ ଟୋଟାଲ ଟା କଣ କୁହନ୍ତି ଆମେ, କୋଷ୍ଟାଲ ପ୍ଲେନ। ସେଇଆ ତ ଲେଖା ହେଇଛି ନା। ତେଣୁ ସେଇପଟରେ କୋଉ ନଈ, ଆଜ୍ଞା ସାର୍। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବ୍ରାହ୍ମଣୀ ଫାମଣୀ, ମହାନଦୀ ଫହାନଦୀ ସବୁ। ଏତକ ବୈତରଣୀ, ମହାନଦୀ, ଋଷିକୁଲା। ବୁଝିଲ, ଆଜ୍ଞା ଆଜ୍ଞା ତେଣୁ ଡିଷ୍ଟ୍ରିକ୍ଟ କଣ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ବାସ୍ ସରିଗଲା। ଏଇଟା ହେଲା ତା ଫିଜିଓଗ୍ରାଫି ଆଜ୍ଞା ଡିଭିଜନ। ବୁଝିପାରିଲ ତ, ଆଜ୍ଞା ସାର୍। ବୁଝିପାରୁଛ ନା ସ୍ପିଡ ହଉଛି। ନା ସାର୍ ଠିକ ଅଛି। ଆଉ ତ ଓଡିଆ ଲେଖା ହେଇଛି, ଚାଲ ପଢିବ ତୋର ବୁଝେଇବି କଣ ମୁଁ। ଆଜ୍ଞା ତାପରେ ଏଇଟା ଅଲରେଡି ତମକୁ ଡାକିଦେଇ ଷ୍ଟାର୍ଟିଂ ରୁ, ମହାନଦୀର ଅରିଜିନ, ସବୁଠୁ ବଡ ନଦୀ ଛତିଶଗଡର ଧମତରୀ ଜିଲ୍ଲାର ଅବସ୍ଥିତ ସିଂହାୟା ପର୍ବତର ବାହାରି ଝାରସୁଗୁଡା ଜିଲ୍ଲାର ଓଡିଶାକୁ ପ୍ରବେଶ କରୁଛି। ତମ କାମ ହେଲା ମୁଁ ଲାଖିନି କୋଉ ଜିଲ୍ଲାରେ ପ୍ରବେଶ କରୁଛି, ତମେ ଏଇଠି ଖାଲି ମନେ ରଖିବ ମହାନଦୀ ଏଣ୍ଟର୍ସ ଓଡିଶା ଥ୍ରୋ ଝାରସୁଗୁଡା ଡିଷ୍ଟ୍ରିକ୍ଟ, ବାସ୍ ସେତିକି। ଆଉ ଦୈର୍ଘ୍ୟ ମୁଁ ତମକୁ ସେଠି ଡାକି ଦେଇଥିଲି 400, 857, 454 ଡାକି ଦେଇଥିଲି ସେଠି। ତାପରେ ବୌଦ୍ଧର ସୁନା ଖଣିଆ ଠାରୁ 10 ବୋଲି ବଡ, ଏଇଟା ହେଲା ବରମୂଳ ଘାଟି। ଏଇଟା ମନେ ରଖିବ, ଯୋଉ ବରମୂଳ ଘାଟି ଏତେ ଥର ପଢା ହଉନି, ଏଇଟା ଗଭୀର ଗଣ୍ଡ ସୃଷ୍ଟି କରିଛି ବୋଲି ତାକୁ ଲେଖିବ। ତାହାକୁ ସାତକୋଶିଆ ଗଣ୍ଡ କୁହାଯାଏ। ଯୋଉ ସାତକୋଶିଆ ଗର୍ଜ ସାଞ୍ଚୁରୀ ଫାଷ୍ଟ ପଢା ହେଇଥିଲା, ଗର୍ଜ କଣ ବୋଲି ମନେ ରଖ, କନ୍ଧମାଳ ଡିଷ୍ଟ୍ରିକ୍ଟରେ ମନ୍ଦାସୁର ଗର୍ଜରେ ପଢା ହେଇଥିଲା। ତେଣୁ ଡାଇରେକ୍ଟ ପଢିବ ଏମିତି, ସୁନା ଖଣିଆଟାରେ 10 ମାନେ ପଢିବ ବରମୂଳ ଘାଟି କୋଉଠି ଅବସ୍ଥିତ, କୋଉଠି 10 ସୁନା ଖଣିଆ। ଏତିକି ଖାଲି ମନେ ରଖିବ। କୋଉ ଡିଷ୍ଟ୍ରିକ୍ଟ, ବୌଦ୍ଧ ଡିଷ୍ଟ୍ରିକ୍ଟ। ବୁଝିଲ, ଆଜ୍ଞା ତାକୁ ଆମେ କଣ କୁହନ୍ତି, ସାତକୋଶିଆ ଗଣ୍ଡ। ଏତିକି ହିଁ କେବଳ, ଆଉ କିଛି ମନେ ରଖିବା ଦରକାର ନାହିଁ। ବନ୍ୟାଞ୍ଚଳ, ଜଳଜ, ତାପରେ ଯାହା ଯାହା ଅଛି ଖାଲି ପଢିବ। ତାପରେ ଏଇଠି ତାକୁ ଭଲସେ ଲେଖା ହେଇଛି, କାଠ ଯୋଡି, କୁଆଖାଇ, ବିରୁପା, ଦେବୀ, ଦୟାହେଲେକା ମହାନଦୀର ଟ୍ରିବ୍ୟୁଟାରୀ। ଭାର୍ଗବୀ, ଓଡିଶା ଭିତରେ ତେଲ ଓ ଇ ବି ମହାନଦୀ 2ଟି ମୁଖ୍ୟ ଉପନଦୀ। ଏଟା ତ ଅଲରେଡି ନଦୀ ବିଷୟରେ ତ କିଛି ପଢିବାର ନାହିଁ ହେଲା, ତମେ ତ ଅଲରେଡି ଭଲସେ ଆଜ୍ଞା ପଢିଛ।
ଶଙ୍ଖ ଓ କୋଏଲ ନାମକ ଦୁଇଟି ନଦୀ ଛଟନାପୁର ମାଳଭୂମିରୁ ବାହାରି ରାଉରକେଲା ବେଦବ୍ୟାସ ମିଳନ୍ତି ବ୍ରାହ୍ମଣୀ ନଈ ନାମ ଧାରଣ କରୁଛନ୍ତି। ତମେ ଟୋଟାଲ ଯାହା ଯାହା କରାଇ ଦେଖିକି ଏଠି ପଢିଦବ ଡିଷ୍ଟ୍ରିକ୍ଟ ୱାଇଜ ସବୁ ମନେ ରହିଯିବ। ବୁଝିଲ? ଆଜ୍ଞା ସାର୍ ଆଜ୍ଞା ସାର୍ ତାପରେ ତବେ ଲେଖା ହେଇଛି ଏହା ବୈତରଣୀ ସହ ମିଳିତ ହୋଇ ଧାମରା ଠାରେ ବଙ୍ଗୋପସାଗରରେ ପଡିଛି। ଏଇଟା ତମ ଭଲସେ ମନେ ପକାଅ କୁହାଯାଇଥିଲା। ଧାମରା ପାଖରେ ଯାଇକି ପଡିଛି କି ବୈତରଣୀ ସହିତ ବ୍ରାହ୍ମଣୀ ମିଶିଛି। ସେଇ ନ୍ୟାସନାଲ ପାର୍କଟା ହେଲା ଭିତରକନିକା ନ୍ୟାସନାଲ ପାର୍କ। ଆଜ୍ଞା ସାର୍ ତାପରେ ଏଇ ନଦୀ ସଜ୍ଜାରେ ରେଙ୍ଗାଲି ଡ୍ୟାମ କରାଯାଇଛି। ବ୍ରାହ୍ମଣୀ ରେଙ୍ଗାଲି ଡ୍ୟାମ ବୋଲି ଜାଣିଛ। ଖରସ୍ରୋତା ଏହାର ମୁଖ୍ୟ ନଦୀ ଆଜ୍ଞା ଜାଣିଛ। ବ୍ରାହ୍ମଣ ନଈ କୂଳରେ ଗଢିଥିବା ଶିଳ୍ପ ଯୋଗୁଁ ଅନୁଗୁଳରେ ଜାତୀୟ ଆଲୁମିନିୟମ ତାଳଚେର କୋଇଲା ବେଟି କୁହାଯାଇଛି। ବାଙ୍ଗୁର ନଈ କୂଳରେ ତାଳଚେର ଅଛି ଆଜ୍ଞା ବୋଲି। ବୁଝିଲ? ଆଜ୍ଞା ଆଜ୍ଞା ତାପରେ ଆଜ୍ଞା ଦୈର୍ଘ୍ୟ 799 ଯେହେତୁ ଲେଖା ହେଇଛି ଦୈର୍ଘ୍ୟ 799 ତ ମନେ ରଖିଦ ବ୍ରାହ୍ମଣ ଦୈର୍ଘ୍ୟ 799 ବୋଲି। ତାପରେ ସୁବର୍ଣ୍ଣରେଖାର କୁହାଲା ଛଟନାପୁର ମାଳଭୂମିରୁ ବାହାରି ପଶ୍ଚିମବଙ୍ଗ ମଧ୍ୟ ଦେଇ ବାଲେଶ୍ୱର ଜିଲ୍ଲାକୁ ପ୍ରବେଶ କରୁଛି। ଜିଲ୍ଲାର ପବିତ୍ର ଏଟା ଦୈର୍ଘ୍ୟ 433 ମୋ ଇଚ୍ଛା ହେଲେ ମନେ ରଖ ନହେଲେ ନାହିଁ। ବୈତରଣୀ ଗନାସିକା ପର୍ବତ ସାଳନ୍ଦୀ ନଈ ହେଲା ଏହାର ଉପନଦୀ। ମୟୂରଭଞ୍ଜର ମେଘାସନ ପାହାଡରୁ ସାଳନ୍ଦୀ ନଈ ଉତ୍ପତ୍ତି ଏଟା ବି ଡକା ହେଇଛି। ଆଜ୍ଞା ସାର୍ ତାପରେ ଏଇଟା ହେଲା ଆମ କ୍ଲାସର ଖାସିୟତ। ବୈତରଣୀ କୋଉ କୋଉ ଜିଲ୍ଲା ମଧ୍ୟରେ ପ୍ରବାହିତ ହେଉଛି ଏଇଟା ଇଣ୍ଡିଭିଜୁଆଲ ଡିଷ୍ଟ୍ରିକ୍ଟ ତ ମନେ ରଖିବ। ଆଉ ଗୋଟେ ନଈ ଜଣେ 1000 ଥର ପଡିବ ସେ ମୁଁ ଲେଖିକି ଦଉଛି ସେ କେବେ ଡିଷ୍ଟ୍ରିକ୍ଟ ଭୁଲ କରିବ। ଏପରିକି ଓଡିଶା ଷ୍ଟେଟ ଗଭର୍ଣ୍ଣମେଣ୍ଟର ଡକୁମେଣ୍ଟରେ ବି ଭୁଲ ଅଛି ଦେଖିବ। ଗୋଟେ ଦେଖେଇ ଦଉଛି କେତେ ଭୁଲ ସେମାନେ ଲେଖିଛନ୍ତି। ଷ୍ଟେଟ ଗଭର୍ଣ୍ଣମେଣ୍ଟ ଡକୁମେଣ୍ଟରେ ଭୁଲ ଅଛି କୋଉ କୋଉ ନଈ ଯାଇଛି। ଆଉ ୱାଟର ରିସୋର୍ସ ଡିପାର୍ଟମେଣ୍ଟରେ ବି ଭୁଲ ଅଛି। ଦେଖ ଏଟା ହେଲା କଣ ଡିପାର୍ଟମେଣ୍ଟ ଅଫ ୱାଟର ରିସୋର୍ସ ନା ନାଇଁ। ଆନୁଆଲ ରିପୋର୍ଟ 2019-20 ଏଟା ହେଲା ଗଭର୍ଣ୍ଣମେଣ୍ଟ ଓଡିଶା ସିମ୍ବଲ ହେଲା। ଦେଖିପାରୁଛ ନା ନାଇଁ। ଆଜ୍ଞା ସାର୍ Okay. ଦେଖ ବ୍ରାହ୍ମଣୀ ନଈର କେତେଟା ଡିଷ୍ଟ୍ରିକ୍ଟ ସେ ଓମିଟ କରିଛି ଦେଖ। ଖାଲି ଲେଖିଦେଇଛି କଣ ଇଟ୍ ଫ୍ଲୋଜ ଥ୍ରୋ ସୁନ୍ଦରଗଡ଼ କେଉଁଝର ଢେଙ୍କାନାଳ କଟକ ଆଣ୍ଡ ଯାଜପୁର ଡିଷ୍ଟ୍ରିକ୍ଟ। ବାସ୍ ସରିଗଲା ଏତିକି। ବୁଝିଲ? ଆଜ୍ଞା ତାପରେ ଆଜ୍ଞା ସେମିତି ମହାନଦୀର ଦେଖ କୋଉ କୋଉ ଡିଷ୍ଟ୍ରିକ୍ଟ ଖାଲି ଲେଖିଦେଇଛି। ମହାନଦୀ ମାନେ ସେମାନେ ଏମିତି ଓଭରଲୁକ୍ କରିକି ଖାଲି ଲେଖି ଦିଅନ୍ତି। ଏଇଠି ଦେଖ ଫରାସିଆ ଭିଲେଜ ଇନ୍ ରାୟପୁର ଲେଖା ହେଇଛି। ଟ୍ରିବ୍ୟୁଟରେ ଆଜ୍ଞା ଏଠି ଡିଷ୍ଟ୍ରିକ୍ଟ ହିଁ ନାହିଁ ଦେଖ। ବୁଝିଲ? ଆଜ୍ଞା ତାପରେ ବୈତରଣୀର ଏଠି ବି ଡିଷ୍ଟ୍ରିକ୍ଟ ନାହିଁ। ତେଣୁ ଏଟା ମିଳିବାଟା ବହୁତ କଷ୍ଟ ଥାଏ। ବୁଝିଲ ନା ନାଇଁ। ଆଜ୍ଞା Okay. ଏଇଠି ବ୍ରାହ୍ମଣୀ ପା ଲାଷ୍ଟ କୋଶ୍ଚେନ ପଡିଥିଲା ଦେଓଗଡ଼ ଡିଷ୍ଟ୍ରିକ୍ଟ କାହିଁ ଦେଓଗଡ଼ ଡିଷ୍ଟ୍ରିକ୍ଟ ଲେଖା ହେଇଛି। ନା ସାର୍ ଦେଓଗଡ଼ ଡିଷ୍ଟ୍ରିକ୍ଟ ଅଛି ନା ନାଇଁ ରେଙ୍ଗାଲି ଡ୍ୟାମ। ହଁ ସାର୍ ବାକି ଯଦି ଗୋଟେ ପିଲା ତ ଏତିକି ପଢି ଯାଇଥିବ ତ obviously ସେତିକି ମାରିଦବ କେଉଁଝର ଡିଷ୍ଟ୍ରିକ୍ଟ ଲେଖା ହେଇଛି ବ୍ରାହ୍ମଣ କୋଉ କେଉଁଝର ଡିଷ୍ଟ୍ରିକ୍ଟ ଲେଖା ହେଇଛି ବ୍ରାହ୍ମଣ ମତେ ଦେଲ। ହଁ ସାର୍ କେଉଁଝର ତ ବ୍ରାହ୍ମଣୀ ଯାଇନି। ବୁଝିଲ କି ବାକି ଯୋଉ ରମିଆର ନାହିଁ ଗୋଟେ ରିଭର ସୁକିନ୍ଦା ଦେଇକି ଯାଇଛି। ହଁ ହଁ ରମିଗଲା ହଁ ହଁ ସେଇ ସୁକିନ୍ଦାରୁ ସେଟା ଅଛି ବ୍ରାହ୍ମଣୀପାଳ ଗୋଟେ ଏରିଆରେ ଜଷ୍ଟ ଟିକେ ଯାଇ ସେଗୁଡା ସେମାନେ ଲେଖିଦେଇଛନ୍ତି। ଯୋଉଟା କି ଦେଖିବ ରୁହ ଦେଖେଇ ଦେଇଛି ଆଉ ଗୋଟେ ରୁହ। ଦେଖ ଏଇଟା ହେଲା ବ୍ରାହ୍ମଣୀ ହେଲା। ଏଇଟା ହେଲା ଷ୍ଟେଟ ଗଭର୍ଣ୍ଣମେଣ୍ଟ ର ଡିପାର୍ଟମେଣ୍ଟ ୱାଟର ରିସୋର୍ସ ହେଲା ବେସିନ ମ୍ୟାପ ହେଲା। ଏଇଟା ହେଲା ବ୍ରାହ୍ମଣ ଦେଖ ଏଇଟା ହେଲା କେଉଁଝର ଡିଷ୍ଟ୍ରିକ୍ଟ ଏତିକି। ଆଜ୍ଞା କେଉଁଝର ଡିଷ୍ଟ୍ରିକ୍ଟରେ କୋଉଠି ଅଛି ବ୍ରାହ୍ମଣୀ ନଈ ଦେଖେଇଛି। ନା କିନ୍ତୁ ଏଇ ଯୋଉ ଗୋଟିଏ ଡିଭିଜନ ଏଇଠି ଦେଇନି ଏଇ ଯୋଉ ରାମିଆଳ ଡ୍ୟାମ ଏଇଟା ଲେଖା ହେଇଛି। ଆଜ୍ଞା ଆଜ୍ଞା ତମକୁ କଣ କହିଛି ରାମିଆଳ ଡ୍ୟାମ ରେ ସୁକିନ୍ଦାରେ ବାହାରିଛି। ଆଜ୍ଞା ଏଇ ଯୋଉ ପାର୍ଟରେ ସୁକିନ୍ଦା ଏଇଟା ହେଲା ସୁକିନ୍ଦା ହିଲ୍ ଟା ନା ତେଣୁ ସେଇଟା ବେଳେ ବେଳେ କନସିଡର କରନ୍ତି କିନ୍ତୁ ଅଫିସିଆଲି ସେଇଟା ଭୁଲ ରଙ୍ଗ ହେଲା। କିନ୍ତୁ ଏଇଠି ଦେଖ ଲେଖା ହେଇଛି କେଉଁଝର ଡିଷ୍ଟ୍ରିକ୍ଟ ଗୋଟେ ପିଲା ସେ ଅଫିସ ର ଯୋଉ କ୍ୱେଶ୍ଚନ ଟା ଥିଲା ଯଦି ଅବଜେକ୍ସନ କରୁ ଏବେ କୁଆଡେ ଗଲା। ଏଇଟା ଅଫିସ ଆମର କଣ ଦେଇଥିଲା ବ୍ରାହ୍ମଣୀଙ୍କର ପାସେଜ ଥ୍ରୋ। ତେଣୁ ଫାଷ୍ଟ ଆମେ ଜାଣିଛେ ସୁନ୍ଦର କୋଉଟା ଆମେ କାଟୁଥିଲେ। ଆରେ କେଉଁଝର କଟୁଥିଲା ଝାରସୁଗୁଡ଼ା କଟୁଥିଲା। ସୁନ୍ଦରଗଡ଼ ଅନୁଗୁଳ ଯାଜପୁର ଅନୁଗୁଳ ତ ଯାଇଛି ସୁନ୍ଦରଗଡ଼ ଯାଇଛି ୱାନ୍ ଯାଇଛି। ଧର ଜଣେ ଲେଖିବ 1-3 ଢେଙ୍କାନାଳ କେଉଁଝର ଯାଜପୁର ଠିକ ଅଛି 1-3 ଧର 1-3 ଅପସନ ଅଛି ଅପସନ ବି ମାରିବ। ବୁଝିଲ ଆଜ୍ଞା ଜଣେ ଯଦି କେଉଁଝର ଆଜ୍ଞା କାଟିଲା ତାହେଲେ 2 ଆଉ କାହିଁକିନା ଦେବଗଡରେ ଯାଇଛି ଆଉ କୋଉଟା 4 ମାରିବ। ଆଜ୍ଞା
ସୁନ୍ଦରଗଡ଼ ଦେଇକି ତ ବ୍ରାହ୍ମଣୀ ଅନୁଗୁଳ ବି ଦେଇକି ତ ଯାଇଛି, ତ ସବୁ ତ ଠିକ ହଉଥିଲା ଟ୍ରେ। ଆରେ ଏଇ ଦିଟା ଠିକ ହେଲା, ବାକି ତିନିଟା କଟିଯିବ ନା। ସୁନ୍ଦରଗଡ଼ ଝାରସୁଗୁଡ଼ା ଦେଇକି ଯାଇନି, ଝାରସୁଗୁଡ଼ା ଇ ବି ଆଉ ତେଲ ନୁହଁ କି? ଆଜ୍ଞା ଆଜ୍ଞା ସାର୍ ହଁ ତେଣୁ ଚାରିଟା କଟିଗଲା ନା ନାଇଁ? ତେଣୁ 1 2 ବି ହବ, ଆଜ୍ଞା 1 3 ବି ହବ ନା ନାଇଁ? ଯେ ତମ ଗଭର୍ଣ୍ଣମେଣ୍ଟର ଏଇ ମୁଁ ଯୋଉ ଡକ୍ୟୁମେଣ୍ଟ ଦେଖେଇଲି ସେଇଟା 1 3 ହବ। ହଁ ଯଦି ଏଇଟା ନର୍ମାଲ ମୋର ତମ ଏଥିରେ ସାଟେଲାଇଟ ଦେଖାଉଛି। ଇମେଜ ନବ 1 2 ହବ। ବୁଝିଲ? ଆଜ୍ଞା ଗଭର୍ଣ୍ଣମେଣ୍ଟ ସେଗୁଡା ପାଗଳା ଭଳିଆ ଦିଏ। ଏଇଠି ଦେଖ ଦେଇଛି କେଉଁଝର ଡିଷ୍ଟ୍ରିକ୍ଟ ଲେଖିଛି ବ୍ରାହ୍ମଣୀ, ବାକି ସେ ସେମ୍ ଓଡିଶା ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ। ଏଠି ଦେଖ ସେଇ ୱାଟର ରିସୋର୍ସ ଡିପାର୍ଟମେଣ୍ଟ ୱାଟର ରିସୋର୍ସ ଷ୍ଟେଟ ଓଡିଶା। ଏଠି ବି ସେଇ ଦେଖ ସେଇ ଆନୁଆଲ ରିପୋର୍ଟ ରିଭର ବେସିନ ପ୍ଲାନିଂ, ତଳେ ଦେଖ କୋଉ ଡିପାର୍ଟମେଣ୍ଟ ଅଫ ୱାଟର ରିସୋର୍ସ। ବୁଝିଲ? ଏଇଟା ହେଲା ଓଡିଶା ଗଭର୍ଣ୍ଣମେଣ୍ଟର କାମ ଏମିତି ହିଁ। କିନ୍ତୁ ଆକ୍ଚୁଆଲି କେଉଁଝର ଡିଷ୍ଟ୍ରିକ୍ଟ ଭିତରେ ନାହିଁ ବ୍ରାହ୍ମଣୀ ନଈ ହେଲା। ବୁଝିପାରିଲ ତ? ଆଜ୍ଞା ସାର୍ ତେଣୁ ବାସ୍ ଦେଖି ଦୁଖାଇ ଟିକେ ପଢୁଥିବ। ବାକି ମୁଁ ତମକୁ ଯାହା ନୋଟ ଡାକି ସେଟା ଫାଇନାଲ ସେୟା କରିକି ଆସିବ, ଆଉ ଅଲ୍ଟିମେଟଲି ସେଇଟା ହିଁ ଜିତିବ। ଗଭର୍ଣ୍ଣମେଣ୍ଟ ତ ଏକ୍ସେଲ କଣ୍ଟ୍ରୋଭର୍ସି, ଆଉ ତମେ ଏଠି କଣ କରିବ? ସମଝେ? ୟେସ୍ ସାର୍ Okay. ତେଣୁ ଏଇ ଆଉ ମୁଁ ଏତିକି ଲେଖିକି ଦଉଛି ତମକୁ, ଏଇ ତୁମେ ଜାଣିଛ କି ତୁମ ପାଇଁ କାମ, ଏଇଟା ପକ୍କା ଗୋଟେ କ୍ୱେଶ୍ଚନ ଓଏସିସି ରେ ଆସିବ। ଯେମିତି ଲେଖା ହେଇଛି ବୈତରଣୀ ନଦୀ କେଉଁ କେଉଁ ଜିଲ୍ଲା ମାନଙ୍କ ସହିତ ପ୍ରବାହିତ ହେଇଛି, ଏଇଟା ଓପିଏସସି ରେ ପକେଇଲା ନା ବ୍ରାହ୍ମଣୀ କରିକି। ଏଇଠି ତମେ ଆଜ୍ଞା ତୁମେ ଜାଣିଛ କି ଲେଖା ହେଇଛି, ମୁଖ୍ୟ ନଦୀରୁ ବାହାରିକି ଏହାକୁ ଜଳର ହ୍ରଦ କିମ୍ବା ସମୁଦ୍ରକୁ ଯାଉଥିବା ନଦୀକୁ ଏହାକୁ ଶାଖା ନଦୀ କୁହାଯାଏ। ପଟୁବାହିକ ତ୍ରିକୋଣମିତି ଅଞ୍ଚଳରେ ଅନେକ ଗୁଡିଏ ଶାଖା ନଦୀରେ ବିଭକ୍ତ ହୋଇଥାଏ। ଏଇଟା କଣ ଡେଫିନେସନ ଅଫ ଡେଲ୍ଟା? ବେଳେବେଳେ ଡେଲ୍ଟା ବି କଣ ପଚାରେ। ବୁଝିଲ? ତାପରେ ଦେଖ ଏଠି ବୁଢା ସାର୍ ବଳଙ୍ଗା ସେ ଆସିଲା, ଉପରେ ଶିମିଳିପାଳ, ବରେହି ପାଣି। ସାର୍ ସେ ଉପରେ ପଚାରି ନଥିଲା ସାର୍, ଏଇ ଯୋଉ ଘର ଭିତରେ କି ବ୍ରାହ୍ମଣୀ କୋଉ କୋଉ ବାଟେ ଯାଇଛି, ନା ଯୋଉ ମହାନଦୀ କୋଉ କୋଉ ବାଟେ ଯାଇଛି ହଁ ଏଇଟା ଦେଖ। ଦେଖ ମହାନଦୀ। ସାର୍ ଏଇଟା ସିଧା ପଡିଥିଲା ପିଓ ଏକ୍ସାମ ରେ। ହଁ ଏଇଠୁ ହିଁ ପଡେ, ତୁମ ପାଇଁ କାମଟା ସବୁବେଳେ ଏକ୍ସାମ ରେ ପଡେ। ବୁଝିଲ? ଆଜ୍ଞା ଆଉ ତୁମ ପାଇଁ ଆଜ୍ଞା କାମରେ ଏଇ ଅଫିସ ଇଣ୍ଟରଭ୍ୟୁ ପଚାରୁଛନ୍ତି, ଆଉ ତମର ଏକ୍ସାମ କଣ? ଆଜ୍ଞା ତାପରେ ତ ଋଷିକୂଲ୍ୟା ହେଲା କନ୍ଧମାଳ ଜିଲ୍ଲାର ଋଷ୍ୟମାଲି ହିଲ୍ ବା ଋଷି ପର୍ବତ ଦୈର୍ଘ୍ୟ ହେଲା ଏୟା। ଏ ଭିତରେ ଧନେଇ, ବଡ ନଦୀ, ବାଘୁଆ, ଏଇଟା ହେଲା ଋଷିକୂଲ୍ୟାର ଡକା ହେଇଥିଲା ଦେଖ ଗଞ୍ଜାମ ଡିଷ୍ଟ୍ରିକ୍ଟ ରେ। ଧନେଇ, ବଡ ନଦୀ, ବାଘୁଆ। ଏଇରା ବାସ୍ ଏଇ ବହିରେ ଯୋଉରା ଟ୍ରିବ୍ୟୁଟାଲ ଲେଖା ସେଟା ଘୋଷିବା ଟେକ୍ନିକସ। ଆଉ ମୁଁ ତମକୁ 100% ସିଓର କହୁଛି, ଏଇ ବହି ଯଦି କପି ପେଷ୍ଟ ନୁହଁ ମତେ କହିବ। ଜୋଗ୍ରାଫି କ୍ୱେଶ୍ଚନ ହେଲା। ଆଜ୍ଞା ବାକି ଆଜ୍ଞା କଥା ହେଲା ଏତିକି ଜିନିଷ ବୁଝିବା ପାଇଁ ତମକୁ ଏତିକି ପଢତେ ପଇଲା ନା ନାଇଁ? ଆଜ୍ଞା ସାର୍ ହଁ ହଁ Okay, okay. ନ ତ ଡାଇରେକ୍ଟ କିଛି ବୁଝି ହିଁ ପାରିନଥାନ୍ତା, ମାଇଣ୍ଡରେ ଆଉଟ ହେଇଥାନ୍ତା, କୋଉଟା ଘୋଷିବ ବି ଜାଣି ପାରିନଥାନ୍ତା। ଯେମିତି ଆଜ୍ଞା ଏଇନେ ସାର୍ ତମକୁ ଡକା ହେଲା ବଂଶଧାରା କୋଉଠୁ ବାହାରିଛି, ଏ ଭିତରେ ଲେଖା ହେଇଛି ମହେନ୍ଦ୍ର ତନୟ ହେଲା ମହେନ୍ଦ୍ରଗିରି ଉତ୍ପତ୍ତି ଲାଭ କରି ବଂଶଧାରା ସହିତ ମିଳିଛି। ତେଣୁ ଏ ମହେନ୍ଦ୍ର ତନୟ ତମକୁ କୁହାହେଲା ଏହାର ଗୋଟେ ଉପନଦୀ, କିନ୍ତୁ ତମକୁ କ୍ଲାସ ରେ କଣ କୁହାହେଲା ଲେଫ୍ଟ ବ୍ୟାଙ୍କ ଟ୍ରିବ୍ୟୁଟାରୀ। କିନ୍ତୁ ଏକ୍ସାମ ରେ ବେଳେ ବେଳେ ପଚାରିଦବ କୋଉ ଉପନଦୀ, ପୂର୍ବ କଣ ବାମ ନା ଡାହାଣ। ବୁଝିଲ? ଆଜ୍ଞା ବାକି ବଂଶଧାରା ପାଖରେ ତମକୁ ଏଇଠି ଆନ୍ଧ୍ରପ୍ରଦେଶ ଉପର ଲେଖା ହେଇଥିଲା ନା ନାଇଁ, ଓଡିଶା ତାପରେ ଆନ୍ଧ୍ରପ୍ରଦେଶ ଦେଖିବ ଦିଟା ଡିଷ୍ଟ୍ରିକ୍ଟ ଲେଖା, ଦିଟା ଷ୍ଟେଟ ଲେଖା ହେଲା। ତାପରେ ଏଇ ଭିତରେ ଖାଲି ଗୋଟେ ଆଡ ଆଜ୍ଞା କରିଦବ ମହେନ୍ଦ୍ର ତନୟ କୋଉଠୁ ବାହାରିଛି, ମହେନ୍ଦ୍ରଗିରିରୁ। ଆଉ ମହେନ୍ଦ୍ରଗିରିଟା ହେଲା ନ୍ୟୁ ପ୍ରପୋଜ୍ଡ ବାୟୋସ୍ଫିୟର ରିଜର୍ଭ ଅଫ ଓଡିଶା। ବୁଝିଲ? ଆଜ୍ଞା ତାପରେ ଆନ୍ଧ୍ରପ୍ରଦେଶ କଳିଙ୍ଗ ପାଟଣାମ ଠାରେ କଣ ବଂଶଧାରା ଯାଇକି ସମୁଦ୍ରରେ ପଡିଛି। ଏଇଟା ବାସ ଯାହା ଯାହା ଆଡିସନାଲ ତମ ଖାଲି ଘୋଷିବ। କିନ୍ତୁ ଏତିକି ସବୁ ଜାଣିବା ପାଇଁ ଯୋଉ ଫିଓର ଟାକୁ କାଟିବା ପାଇଁ ସେଇଥିପାଇଁ ଇଣ୍ଡିଭିଜୁଆଲ ଡିଷ୍ଟ୍ରିକ୍ଟ ଏତିକି କଟା ହେଲା। ଏଇଠି ଗୋଟେ ନଈ, ଏଇଠି ଗୋଟେ କଣ ନଈ। ଏବେ ତମେ ଅଲରେଡି ମାଇଣ୍ଡରେ ନଈ ଥିଲେ, ତାପରେ କୋଉଠି ମିଶିଲା ଖାଲି ଏଇଟାକୁ ଯୋଡିବ। ବାକି ଯଦି ମାଇଣ୍ଡରେ ନଈଥିବ, ଏଇ ଟୋଟାଲ ଘୋଷିଲାକୁ ଟୋଟାଲ ବହି ଘୋଷିଲାକୁ ମାଇଣ୍ଡ ଆଉଟ ହେଇଯାଇଥିବ। ବୁଝିପାରିଲ? ଆଜ୍ଞା ସାର୍ Okay. ତାପରେ ଦେଖ ଶାଳନ୍ଦୀ, ଇନ୍ଦ୍ରାବତୀ, କୋଲାବ, ସାବରୀ, ମାଛକୁଣ୍ଡ, ନାଗାବଳୀ, ବାହୁଡା ସବୁ ପଢା ହେଇଛି ନା ନାଇଁ? ଆଜ୍ଞା ଆଦି ଓଡିଶାର ମାଳଭୂମି ଅଞ୍ଚଳ ଥିବା କେତେକ ନଦୀ, ଡୁମୁଡୁମା ଜଳପ୍ରପାତ ମାଛକୁଣ୍ଡ ନଦୀ ସହିତ ଅବସ୍ଥିତ, ଏଟା ବି ପଢା ହେଇଛି। ଆଜ୍ଞା ସାର୍ ଡୁଡୁମା ବୁଝିଲ ନା ନାଇଁ? ତେଣୁ କ୍ଲାସ ର ମତଲବ ଆଜ୍ଞା ହେଲା ବା ସବୁ ଜିନିଷକୁ ଗୋଟେ ଜାଗାରେ ଥୋଇବାଟା। ଏଇ ବହିର ମତଲବଟା ହେଲା ଟୋଟାଲ ଟାକୁ କନସଲଟେସନ କରି ଛିଡା କରିବାଟା। ବୁଝିପାରିଲ? ଯଦି କ୍ଲାସ ନଥାନ୍ତା, ଆଜ୍ଞା ଏଇଟା ତମକୁ ମଗଅପ୍ ଲାଗିଥାନ୍ତା, କିମ୍ବା ସେ ଭିତରୁ କୋଉଟା ଇମ୍ପୋର୍ଟାଣ୍ଟ ଜାଣିପାରିନଥାନ୍ତା, କୋଉଟା ମାଇଣ୍ଡରୁ ଉଡି ଯାଇଥାନ୍ତା। ଏବେ ତ କ୍ଲାସରେ ଯାହା ଯାହା ନୋଟଟା ରିଭାଇଜ କରି ଟୋଟାଲଟା ପଢିଦେଲେ ଟୋଟାଲଟା ସେଟ୍ ହେଇଯିବ। ମୁଁ ତମକୁ 100% କହୁଛି, ଏଇଠି ଯାହା ଲେଖା ହେଇଛି ସେଇଟା ହିଁ ଏକ୍ସାମରେ ପଡିବ। ବୁଝିଲ? ଆଜ୍ଞା କିନ୍ତୁ ଏଇ ଟୋଟାଲ ବହିଟାକୁ ଯୋଉ 60 ପେଜ ମାଇଣ୍ଡରେ ସେଟ୍ କରିବା ପାଇଁ କ୍ଲାସରେ ସେତିକି ନୋଟ ନିହାତି ଜରୁରୀ। ସିଓର ସାର୍ ଆଜ୍ଞା ବୁଝିପାରିଲ ତ? ଆଜ୍ଞା Yes, sir. ତାପରେ ଚିଲିକା ହ୍ରଦ, ଅଂଶୁପରା ହ୍ରଦ, ଏ ଭିତରେ ଏଇ ଦେଖ ଏଇଠି ଲେଖିବ ଏହା ସରଣ୍ଡା ପାହାଡ ପୂର୍ବରେ କୁଞ୍ଜର ପାହାଡ ମଧ୍ୟରେ ଅବସ୍ଥିତ ଅଂଶୁପା, ଏଇଟାକୁ ଲେଖିବ। ସେମିତି ଚିଲିକା କୋଉ କୋଉ ପାହାଡ ଦେଇ ଲେଖା ହେଇଯିବ ଏଠି ଲେଖିବ। ସେମିତି ପାଟ ହେଲା ଛତ୍ରପୁରରେ, ଏଇଟା ଗୋଟେ ମଧୁର ଜଳ ହ୍ରଦ, ତା ମାନେ ଫ୍ରେଶ ୱାଟର ଲେକ୍। ବୁଝିଲ ନା ନାଇଁ?
ତାପରେ ଆଜ୍ଞା ଏଇଠି ହେଲା ଅଶ୍ୱକ୍ଷୁରାକୃତି ହ୍ରଦ, ତେଣୁ ଅଂଶୁପା ହେଲା ଗୋଟେ ଅକ୍ସବୋ ଲେକ୍। ଏହାର ଦୈର୍ଘ୍ୟ 5 କିଲୋମିଟର, ପ୍ରସ୍ତ 2 କିଲୋମିଟର। ଟୋଟାଲ ଘୋଷି ହିଁ ଦବ, ଯାହା ହଉଛି ହଉ ହେଲା, ଘୋଷି ହିଁ ଦବ। ଆଜ୍ଞା ସେମିତି ଚିଲିକା ହ୍ରଦର ଦୈର୍ଘ୍ୟ ପ୍ରସ୍ତ କେତେବେଳେ ପଚାରି ଦବ, କିଏ ଜାଣିଛି? ହଁ ଟୋଟାଲ ଘୋଷି ହିଁ ଦବ। ଏଇ ବହିରେ ଯାହା ଅଛି ମୁଁ ତମକୁ ଲେଖିକି ଦଉଛି, ନୋଟ ଥର ରିଭାଇଜ କରିଦବ, ଟୋଟାଲ ବହିଟା ମାଇଣ୍ଡରେ ନ ରହିଯିବ ମତେ କହିବ। ଠିକ ସେ ଠିକ। ତାପରେ ଦେଖେ ଲେଖା ହେଇଛି ଚିଲିକା ହ୍ରଦରେ ଏକ ନୌ ବାଳକ ତାଲିମ କେନ୍ଦ୍ର ଅଛି। ତା ମାନେ ଇଣ୍ଡିଆନ ନାଭାଲ ଟ୍ରେନିଂ ଅଫିସ ଗୋଟେ ଅଛି ଚିଲିକା ହ୍ରଦରେ। ମେ ବି ଏଇଟା ପଢିପାରେ କେତେବେଳେ, ବୁଝିପାରିଲ ତ? ଆଜ୍ଞା ତାପରେ ଓଡିଶାର ପ୍ରାକୃତିକ ଉଦ୍ଭିଦ, କ୍ରାନ୍ତୀୟ ଅର୍ଦ୍ଧ ରିଚ ଚିରହରିତ। ହରିତ, ତା ମାନେ ଏଟା କଣ? ସେମି ଏଭରଗ୍ରୀନ ଫରେଷ୍ଟ, ଆଜ୍ଞା ଆଜ୍ଞା ଟ୍ରପିକାଲ ସେମି ଏଭରଗ୍ରୀନ ଫରେଷ୍ଟ ହେଲା। ସେଇଟା କୋଉ କୋଉ ଡିଷ୍ଟ୍ରିକ୍ଟରେ ଦେଖାଯାଏ? ଯୋଉଠି ଅଳ୍ପ ବର୍ଷା ହଉଥିବ। ଅଳ୍ପ ବର୍ଷା କୋଉ କୋଉ ଡିଷ୍ଟ୍ରିକ୍ଟ ହେଇଥିବ, ମାନେ ମିଡିଲ ବର୍ଷାଟା ଦେଖିବ। ପୂର୍ବରୁ ଯୋଉ ମିଡିଲ ବର୍ଷା ଥିଲା, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଗଜପତି, ନୟାଗଡ, ପୁରୀ, ଢେଙ୍କାନାଳ, କୋରାପୁଟ, ବୌଦ୍ଧ, କନ୍ଧମାଳ ମିଡିଲ ବର୍ଷା, ତେଣୁ ଏଇଠି ଦେଖାଯାଏ। ଆଜ୍ଞା ତାପରେ ଏଇ ଭିତରେ କଣ କୋଉ କୋଉ ଦେଖାଯାଏ? ମୋହନୀ, ଇବୋନି ଆଉ ଚନ୍ଦନ। ଡାଇରେକ୍ଟ ପଡିବ ଚନ୍ଦନ ହେଲା ପାର୍ଟ ଅଫ କୋଉ କୋଉ ଭେଜିଟେସନ, ସିମ୍ପଲି ହେଲା ଟ୍ରପିକାଲ ସେମି ଏଭରଗ୍ରୀନ ଫରେଷ୍ଟ। ତମେ ଯଦି କହିବ ଏଭରଗ୍ରୀନ ବୋଲି ଟୋଟାଲ କାଟିକି ଆସିବ। ଏଠି ସେମି ଏଭରଗ୍ରୀନ ଲେଖାଇଛି ମାନେ ବାସ୍ ସେମି ଏଭରଗ୍ରୀନ, ଅର୍ଦ୍ଧ ମତଲବ ହେଲା ସେମି, ବୁଝିଲ? ତାପରେ ଓଡିଶାରେ ଯୋଉ ଆଜ୍ଞା ଟୋଟାଲ ଭେଜିଟେସନ କେତେଟା ଡିଭାଇଡ କରାଯାଏ? 4 ପ୍ରକାର। ଫିଜିଓଗ୍ରାଫି ହେଲା ସେଇ 4, ଭେଜିଟେସନ ବି 4। ଫିଜିଓଗ୍ରାଫି ବେଳେ ବେଳେ 3 ହୁଏ, କିନ୍ତୁ 4 4। ଗୋଟେ ହେଲା କ୍ରାନ୍ତୀୟ ଅଧରଚରିତ, ତା ଟ୍ରପିକାଲ ଏଭରଗ୍ରୀନ। କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଟ୍ରପିକାଲ ମଏଷ୍ଟ ଡେସିଡିୟସ୍ ହେଲା। ଆଜ୍ଞା ଆଜ୍ଞା କ୍ରାନ୍ତୀୟ ଶୁଷ୍କ ଟ୍ରପିକାଲ ଡ୍ରାଏ ଡେସିଡିୟସ୍। ଉପକୂଳ ଆଜ୍ଞା ଜୁଆରିଆ, ତା ମାନେ କଣ ଏଟା? କୋଷ୍ଟାଲ ମାନଗ୍ରୁଭ, ମ୍ୟାନଗ୍ରୋଭ ଫରେଷ୍ଟ। ବୁଝିଲ? ଆଜ୍ଞା ତାପରେ ଜାତୀୟ ଶାଳ ଜାତୀୟ ପର୍ଣ୍ଣମୋଚୀ, ତାପରେ ଏଇଠି ଡାଇରେକ୍ଟ ପଡିବ ଶାଳଟା କୋଉ ଟ୍ରି, ତାମାନେ କଣ? ଡେସିଡିୟସ୍ ଟ୍ରି। ଆଜ୍ଞା କୋଉ ଡେସିଡିୟସ୍? ଆର୍ଦ୍ର, ତାମାନେ ଶାଳଟା ହେଲା ୱେଟ ଡେସିଡିୟସ୍, ୱେଟ୍ ଡିସ୍ପ୍ଲେସ୍। ଆଜ୍ଞା ବୁଝିଲ? ତାପରେ ଶାଳ ଗଛ ବ୍ୟତୀତ ଆଜ୍ଞା ଶାଳିଆ ବାଉଁଶ ଏବଂ କଣ୍ଟା ବୁଦା ମଧ୍ୟ ଦେଖାଯାଏ। ଏଇଟା ବି ଖାଲି ମନେ ରଖିବ। ଆଉ ଏଇଠି ଦେଖ ଭଲସେ ଲେଖା ହେଇଛି, ଶାଳ ଗଛ ଅଧିକ ପରିମାଣରେ କୋଉଠି ଦେଖାଯାଏ? ଶାଳ ଜାତୀୟ ପର୍ଣ୍ଣମୋଚୀ ଅରଣ୍ୟ। ଏହି ଅରଣ୍ୟ ତେଲ ନଈର ପୂର୍ବରେ, ବ୍ରାହ୍ମଣୀ ନଈର ଉତ୍ତରରେ, ଉତ୍ତର ପୂର୍ବରେ ଓ ଶବରୀ ନଈର ଅବବାହିକାରେ ଦେଖାଯାଏ। ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ ଗୋଟେ, ବୁଝିଲ? ଆଜ୍ଞା ତେଣୁ ତମେ ଯଦି ସେତିକି ପଢିଥିବ, ଏଇ ଅନୁସାରେ ବାସ୍ ଫ୍ୟାକ୍ଟ ମନେ ରଖିବ। ତାହେଲେ ଶାଳ ଗଛ କୋଉଠି କୋଉଠି ଦେଖାଯାଏ, ନାଇଁ କି ସବୁଠି। କୋଉଠି କୋଉଠି? ତେଲ ନଈର ନର୍ଥ ପାର୍ଟ ଅଫ ତେଲ, ତାପରେ ନର୍ଥ ଆଣ୍ଡ ପୂର୍ବ ଉତ୍ତର, ନର୍ଥ ଆଣ୍ଡ ଇଷ୍ଟ ପାର୍ଟ ଅଫ ବ୍ରାହ୍ମଣୀ ଆଉ ଶବରୀ ନଈ, ବୁଝିଲ? ଆଜ୍ଞା ତାପରେ ଏଇ ଫିଗର ଟା ମନେ ରଖିବା ଦରକାର ନାହିଁ, ଏରେ ମୁଁ କହିବି ଇଏ ପରେ ଦେଖିବ ତମେ, ଲାଷ୍ଟ ମୁଁ କହିଦଉଛି। ତାପରେ ମିଶ୍ରିତ ପର୍ଣ୍ଣମୋଚୀ ହେଲା, ମିକ୍ସଡ ଡେସିଡିୟସ୍, ତାମାନେ ୱେଟ୍ ପ୍ଲସ ଡ୍ରାଏ। ଏଇ ଅଣ୍ଡରେ କୋଉଟା ଯେ? ଶାଗୁଆନ ଆଉ ପିଆଶାଳ, ଏଟାକୁ ମନେ ରଖିବ, ବୁଝିଲ? ଆଜ୍ଞା ତାପରେ ଲୋକମାନେ ଜାଳେଣୀ କାଠ ପାଇଁ ଏଇଟାକୁ ୟୁଜ କରନ୍ତି। ଏଇଟା ବି ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯେ ଜାଳେଣୀ କାଠ ପାଇଁ କୋଉଟାକୁ ୟୁଜ କରାଯାଏ? ମିକ୍ସଡ ଡେସିଡିୟସ୍, ନା କି ୱେଟ୍ ଡେସିଡିୟସ୍। ତାପରେ କ୍ରାନ୍ତୀୟ ଆଜ୍ଞା ଶୁଷ୍କ ପର୍ଣ୍ଣମୋଚୀ, ସେଇ ତା ଶୁଷ୍କ ମତଲବ ଡ୍ରାଏ ଡେସିଡିୟସ୍। ଓଡିଶାର ପଶ୍ଚିମ ଆଜ୍ଞା ଦକ୍ଷିଣ ପଶ୍ଚିମରେ ତେଲ, ନାଗାବଳୀ, ଶବରୀ ନଦୀ ଉପରେ ଦେଖାଯାଏ। ଅରଣ୍ୟ ଦେଖାଯାଏ, ମୂଲ୍ୟବାନ ମୁଖଳା, ଶାଳ, ପିଆଶାଳ, ଶାଗୁଆନ, ଚନ୍ଦନ, ବାସ, ବୁଝିଲ? ଏ ଚନ୍ଦନ ଟା ପଡିଥିଲା ବୋଧେ ସାର୍, ଚନ୍ଦନ। ହଁ ସେଇଠୁ ତମେ ପଢିଦବ ହେଲା, ବୁଝିଲ? ଆଜ୍ଞା ତାପରେ ହେନ୍ତାଳ ବନକୁ କୁହାଯାଏ କ୍ଷୁଦ୍ର ସୁନ୍ଦର ବନ ବା ଲୁଣା ଜଙ୍ଗଲ। ପଢିଦବ, ଯୋଉଟା ନ ବୁଝିପାରେ ମତେ ପଚାରିଦବ। ଏତିକି ଖତମ ହେଲା, ଜାଣିପାରିଲ ତ? ହଁ ସାର୍। ଆଜ୍ଞା ସବୁ ଷ୍ଟେଟ ବୋର୍ଡ ବହିରେ ଅଛି, ତମେ ଖାଲି ଦୌଡୁଛ କୋଉଠି? ନୋ ୟୁର ଷ୍ଟେଟ। ତାପରେ ଦେଖ ଗୋଟେ ଦେଖେଇ ଦଉଛି କଣ। ଦେଖ ଏଇଟା ହେଲା ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର
क्लाइमेट ओडिशा पीडीएफ डॉक्यूमेंट एठी देखो वर्षाटा केते जगह डिवाइड देखि पाइलो ଆଜ୍ଞା एटा हला हाइट फास्ट एठी देखो को छोट छोट हाइट हला एटा हला हाइट रो तापरे देखि दुसरो वर्षा रो सेठी जो जनरल दे दी देखो एटा हला टेम्परेचर रो माने कोठी केते टेम्परेचर एला आइसोथर्म लाइन ऑफ इक्वल टेम्परेचर त माने ए टोटल लाइन ले गोटे टेम्परेचर ए टोटल लाइन ले गोटे टेम्परेचर ए टोटल लाइन ले गोटे टेम्परेचर कहियार मतलब हैला देखो एठी साइड रो कहि दूची एई गारा काहे टणा आइची देखो एठी जदी गोटे जगह गोटे टेम्परेचर हैला तेणु एठी कोन गोटे लो प्रेशर एठी जदी जीवो हाई प्रेशर ता माने विंड टा सबले एई बडी बहियो बुझिलो जदी एठी हाई प्रेशर हे कि लो प्रेशर एठी हे गला विंड टा को बडी बहियो एई पटे जदी एई पटे विंड बहिला ता माने कोन वर्षा नै कान एई पटे विंड टा गले वर्षा जीवो ना ଆଜ୍ଞା ସାର୍ बुझिलो ना नहीं तेणु एई ଆଜ୍ଞା आइसोथर्म ऊपर सबले टेम्परेचर वर्षा डिवीजन करे एटा ला मिनिमम टेम्परेचर एटा ला मैक्सिमम टेम्परेचर एटा तम दरकार नहीं रेनफॉल टा खाली देखै दउछ